गुड इवनिंग ऑल ऑफ यू। समस्ते जॉइन हो गलानी। गुड स्टार्ट इवनिंग करिवा मैम। क्लास। वेरी गुड इवनिंग कल्याणी। गुड इवनिंग मैम। गुड इवनिंग। आ वेट करिवा 2 मिनिट्स तापर 8:05 रे स्टार्ट करिवा। ओके। गुड इवनिंग मैम। ठीक अच्छे मैम। गुड इवनिंग गुड इवनिंग। समस्त आड़े शीत केमती होची? मैडम बहुत जोर है, एक्सट्रीमली लेवल पूरा। बहुत ठंडा मैम होची। मोर तो वॉइस ठीक होनी सर, 2 मंथ 3 मंथ एग्जैक्ट एग्जैक्ट मोर सेम सिचुएशन। जेबे भी तमरो क्लास नउथि जानि परथबो मोर ही सेम आगे प्रॉब्लम। मु तो माने कथा कहि पारेनी बोली क्वेश्चन करि पारेनी बेले बेले आपनको। ନାଇଁ ନାଇଁ ସେ ଫ୍ରିକ୍ୱେଣ୍ଟଲି ହଉଛି ଏଇ ୱେଦର କଣ୍ଡିସନ ପାଇଁ ଫ୍ରିକ୍ୱେଣ୍ଟଲି ହଉଛି ଫ୍ରିକ୍ୱେଣ୍ଟଲି ଥ୍ରୋଟ୍ ଇନଫେକ୍ସନ ମୋର ବି ସେମ୍। ଆପଣ ମେଡିସିନ ଖାଉଛନ୍ତି ନା ସେମିତି ଠିକ ଅଛି? ନାଇଁ ମେଡିସିନ ନବାକୁ ପଡୁଛି ଆଉ ବାର ବାର ମେଡିସିନ ନାଇଁ ଏମିତି କିଛିଟା ଘରେଲୁ ନୁସ୍ଖା ଏମିତି ୱାର୍ମ ୱାଟର ହେଲା ଫ୍ରିକ୍ୱେଣ୍ଟଲି ପିଇବା ପାଇଁ ଆଉ ସେଇଟା ହଉଛି କାମ ଦଉଛି କିନ୍ତୁ ଟିକେ ଲେଟ୍ ପ୍ରୋସେସ ଆଉ ଏମିତି ଆଜି ହେଇଛି ପୁଣି 2-3 ଦିନ ପରେ ପୁଣି ମାନେ ରିପିଟ ହଉଛି କେତେ ମେଡିସିନ ଖାଇବ ଆଣ୍ଟିବାୟୋଟିକ୍ସ। ତାପରେ ଖାଇଲେ ବି ସେଗୁଡା ହଉଛି ପୁଣି ତାପରେ କାଶ ହବ ନେକ୍ସଟ ପେଜ। ସେଥିପାଇଁ ବହୁତ ଜୋରରେ ତାକୁ ଟିକେ କେୟାରଫୁଲି ସିନା ରହିବ। ଏତେ ଶୀତ ହଉଛି ଯେ ବାଙ୍ଗାଲୋରରେ ଜମା ଶୀତ ହଉନି। ଭେରି ଗୁଡ ଯାହା ହଉ ତମର ଭଲ କଣ୍ଡିସନ। ଏଠି ଏମିତି ଓଡିଶାକୁ ଯିଏ ଆସିବ ନା ମନାଲି ଟାଇପ ର ଫିଲ୍ ହଉଛି ଏବେ। ଏବେ ତ ପୁରା ଏତେ ଜୋର ଶୀତ ପଡି ଯାଉଛି ମ୍ୟାମ। ଆଉ ଆଜି ବେସିକାଲି ଆଜି ହିଁ ପୁରା ଖାଲି ହାୱା ଦଉଛି ହଁ ଏତେ ନ୍ୟୁଜ ଜୋର। ତ ଦେଇଥିଲା ଯେ ଆଜିଠୁ ହିଁ ବଢିବ ବୋଲି ଶୀତ। ଆମେ ନେକ୍ସଟ ୱିକରେ ଏଇ ୱିକେଣ୍ଡ ରେ କୋରାପୁଟ ଯିବୁ ଯେ ସେଠି କଣ ୱେଦର କଣ୍ଡିସନ ଥିବ ଭାବ। ସେଠି ତ ଆପଣ ଯାଇ ହିଁ ପାରିବେନି, ଏତେ ଶୀତ ହବ। ସେଇଟା ଭାବୁଥିଲୁ ବୋଲି ଏତେ ଥଣ୍ଡା ହଉଛି ସେଠି ଆହୁରି କଣ ଥିବ ହିଲ ଷ୍ଟେସନ ଏରିଆରେ। ସେଠି ବହୁତ ଜୋରେ ହଉଛି ଶୀତ। ଆମର ଜଣେ ରିଲେଟିଭ ଅଛନ୍ତି ସିଆଡେ, ସେ କହୁଥିଲେ ବହୁତ ଜୋର ଶୀତ ହଉଛି। ଆଚ୍ଛା ବୁଲିବା ପାଇଁ ଯିବା। ହଁ ରିଙ୍କୁରାଜ ତମେ ସବୁ ଆରେଞ୍ଜ କରିଦିଅ ମୁଁ ଯିବି ବାଙ୍ଗାଲୋର ବୁଲିକି ଆସିବି ଆଉ। ହୁଁ। ହଁ। ଭଲ ଜାଗା ବାଙ୍ଗାଲୋର ର ୱେଦର ବହୁତ ଭଲ ଥାଏ। ନାଇଁ ଶୀତ ହୁଏ କି ନା କି ଗରମ ବି ହୁଏ। ନା ଆଭରେଜରେ ରୁହେ। ହୁଁ କିନ୍ତୁ ଓଡିଶାରେ ବହୁତ କିଛି। ଓଡିଶାରେ ବର୍ଷା ତ ଯେମିତି ହଉଛି ମ୍ୟାଡାମ ତାର କିଛି ଠିକଣା ନାହିଁ, କି ଶୀତ ହଉଛି ତାର କିଛି ଠିକଣା ନାହିଁ। ହଁ ପରା। ଆଉ କେତେ ଜଣ ଆଡ ହେଲେ ଦେଖିଦବା ଷ୍ଟାର୍ଟ କରିବା। ଆଜି ୟୁନିଟ 4 ର ଅଧା ଥିଲା ସାରିବା ୟୁନିଟ 5 ର ଆଉ କିଛି ଷ୍ଟାର୍ଟ କରିବା। ମ୍ୟାମ ଗୋଟେ କୋଶ୍ଚିନ୍ ଖାଲି କରିପାରିବି? କୁହ। ମ୍ୟାମ ଆମେ ଖାଲି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଗୁଡାକ ପଢିଗଲେ ହେଇଯିବନି କି ମ୍ୟାମ? ହବ ଆଗେ ସିଲାବସ କଭର ଅପ୍ କରିଦବା ତାପରେ ଇମ୍ପୋର୍ଟାଣ୍ଟ କୋଶ୍ଚେନ ପଢିଗଲେ ଅଲମୋଷ୍ଟ ହେଇଯିବ। ଠିକ ଅଛି ମ୍ୟାଡାମ, ହୁଁ। ଥ୍ୟାଙ୍କ ୟୁ। ଓକେ। ନନ୍ଦିନୀ ନମସ୍କାର ପ୍ରଣାମ। ଯୋଉ ଆଜି ମୋ ପାଖରେ ଲାପଟପ୍ ନାହିଁ ମୁଁ ମୋବାଇଲରେ ନଉଛି ଯୋଉ ଇଏ ହେଇପାରିବନି ଟିକେ ଟିକେ ଯୋଉଟା ମାର୍କ ମୁଁ କରିପାରିବିନି ମୋ ପାଖରେ ପେନ୍ ଟା ୟୁଜ ନାହିଁ ମାନେ ଛାଡି ଦେଇଛି ମୁଁ। ତ ଯଦି କିଛି ଇଏ ହବ ଡାଉଟସ ହବ ମତେ ପୁଣି ପରେ ପଚାରିବ ମୁଁ ରିପିଟ କରିଦେବି ହେଲା। ଏକ୍ଜାମ କେବେ ହବ? ୟୋଗୀ ବର୍ବାନ ୟୁନିଭର୍ସିଟିର ଏକ୍ଜାମ ନୋଟିଫିକେସନ ଆସିଯାଇଛି। ଆଣ୍ଡ ତାପରେ ତମମାନଙ୍କର ମେ ବି ଜାନୁଆରୀ ଲାଷ୍ଟରେ ହବନି ଫେବୃଆରୀ ଫାଷ୍ଟ ୱିକ୍ ଫାଷ୍ଟ। ନାଗାର୍ଜୁନ ୟୁନିଭର୍ସିଟି କଥା କହୁଛି ମୁଁ ହେଲା। ମ୍ୟାମ ଆମର ହେଲା ଆନ୍ଧ୍ରକେଶରୀ ୟୁନିଭର୍ସିଟି। ଆଚ୍ଛା ଆନ୍ଧ୍ରକେଶରୀ ବି ଆସିନି ନୋଟିସ ୟୋଗୀ ବର୍ମନ ଖାଲି ଆସିଛି। ନୋଟିସ। ଆନ୍ଧ୍ର ୟୁନିଭର୍ସିଟିର ବି ଆସିଛି ହେରି। ହଁ ଆନ୍ଧ୍ରାର ଆସିଥିବ ମେ ବି ହଁ ଆଜି ଆସିଥିବ ବୋଧେ ସାର୍ କହୁଥିଲେ। କିନ୍ତୁ ନାଗାର୍ଜୁନ ଆଉ କେଶରୀ ଆନ୍ଧ୍ର କେଶରୀର ଆସିନି ଆଉ ସେଇ ମାନେ ଏଇଟା ହଉଛି ସିଜନ ଜାନୁଆରୀ ଏଇଠୁ ଷ୍ଟାର୍ଟ ହବ ଲାଷ୍ଟ ୱିକ ରୁ ଫେବୃଆରୀ ମିଡ ଭିତରେ ସରିଯିବ। ମ୍ୟାମ ୟୋଗୀ ବାମନର କେବେ ହବ? ହୁଁ କୋଉଟା?
योगी बर्मन योगी बर्मान रेगुलर डेट मने नहीं कहबी तुमको देखिକି ହେଲା। ଆଜ୍ଞା ଆଜ୍ଞା ଆଜ୍ଞା। ଆଚ୍ଛା ହଉ ତାହେଲେ ଷ୍ଟାର୍ଟ କରିବା। ଆମେ କୋଉଠୁ ରହିଥିଲେ? ଆଉ ଥରେ ଜଏନ୍ କରିବା ପିଲାମାନେ। ଏଠି ଟିକେ ଟେକ୍ନିକାଲ ଇସ୍ୟୁ ହଉଛି। ମୁଁ ଆଉ ଥରେ ଜଏନ୍ କରୁଛି ହେଲା, ଲିଭ୍ କରିକି। ଓକେ। ଆସୁଛି, ଭଏସ ଆସୁଛି ସମସ୍ତଙ୍କୁ? ୟେସ୍ ୟେସ୍ ମ୍ୟାମ୍ ଏବେ ଆସିଲା। ଏବେ ଆସିଲା ମ୍ୟାମ୍। ହଁ ସେ ଜାଣିପାରୁନି ମୁଁ। ଆଉ ଥରେ ମୁଁ ଏବେ ଜଏନ୍ ହଉଛି ହେଲା। ସମସ୍ତେ ଲିଭ୍ କରୁଛି, ଆଉ ଥରେ କରିବା।
ଏବେ ଭଏସ ଆସୁଛି ସମସ୍ତଙ୍କୁ? Yes, ma'am. मैम ଏବେ Yes, ଆମେ ma'am. ଷ୍ଟାର୍ଟ କରିବା। ଟିକେ ସେପଟେ ମୁଁ ଜାଣି ପାରିଲିନି, ଆକ୍ଚୁଆଲି ମୋବାଇଲରେ ମୋର ମାନେ ୟୁଜ ଟୁ ନୁହେଁ ନା, ମୁଁ ଜାଣି ପାରିଲିନି। ଏବେ ଆମେ ଦେଖିବା, ଆସିକି ପଢିବା। ଆମର ୟୁନିଟ 4 ଯାଇ ଯାଇଥିଲା ନା? ଆଉ ଯୋଉମାନଙ୍କୁ ଯୋଉ କହୁଥିଲ ଲିଙ୍କ ଫିଙ୍କ ମିଳିନି, କିଛିଟା କ୍ଲାସ ମିସ୍ ହେଇଛି, ସେମାନଙ୍କର ଆମେ ଦେଖିବା ଆଉ ହେଲା। ଯୋଉଟା ସରିଯାଉ ପ୍ରଥମେ, ତାପରେ ଆମେ ଦେଖିବା ଯୋଉମାନଙ୍କର ଯୋଉଟା ବି ଡାଉଟ୍ସ ଥିବ ୟା ଫିର କିଛିଟା ଚେଞ୍ଜେସ୍ ଥିବ, ଆମେ ସେଟା କଭର ଅପ୍ କରିବା ଆଉ। ଆଉ ଗୋଟେ କ୍ଲାସ ରେ ସରିଯିବ। ମ୍ୟାମ୍ ମୁଁ ଲେଖିକି ରଖିଛି କୋଉଟା କୋଉଟା ଆମେ ମିସ୍ କରୁଛୁ ସେଇଟା ଖାଲି ଆମକୁ ପଢେଇ ଦେବେ। ଡନ୍ ଡନ୍। ଓକେ ମ୍ୟାମ୍। କେତେ ଗୋଟେ ଖାଇପାରିବି? ଯେ କଣ ସବୁ ନେଟ୍ ଫେଟ୍ ସବୁ ଡାଉନ୍। ଆଉ ବାୟୋଲୋଜିର କୋଉଟା କୋଉଟା ସବୁ କଭର ଅପ୍ ହେଇ ସାରିଲାଣି? ବାୟୋଲୋଜି କୋଉ ମ୍ୟାଡାମ ପଢଉଛନ୍ତି? ଆଉ କୋଉଟା ତମର ସରିଲାଣି ପିଲାମାନେ? କୋଉ ସବଜେକ୍ଟ? ମ୍ୟାମ୍ ଆକ୍ଚୁଆଲି ସିଡିପି ଟା ସରିବା ପରେ ନାହିଁ ତ ଆଉ କିଛି ବି ଆମର ଆଉ ସରିନି। ଗୋଟେ ମ୍ୟାଥ ସରିନି। ଷ୍ଟାର୍ଟ ହିଁ ହେଇନି ମ୍ୟାଥ। ମ୍ୟାମ୍ ଆପଣ ଆମର ଆମର math class ନେବେ ନା? ମାଥମେଟିକ୍ସ ପେଡାଗୋଜି ଏଯାଏଁ ଷ୍ଟାର୍ଟ ବି ହେଇନି। ଓହୋ, ମ୍ୟାଥ ଟା ଷ୍ଟାର୍ଟ ହେଇନି ନା। ଆମର ଫିଜିକାଲ ସାଇନ୍ସ ଟା ଅଲମୋଷ୍ଟ ସରିଯିବ। ଆଜି ୟୁନିଟ 4 ମ୍ୟାମ୍ ର ସାରିଲେ। ଆପଣ ମ୍ୟାଥ ପଢେଇବେ ନା ଆଉ କିଏ ପଢେଇବେ? ମ୍ୟାଥ ର ମତେ ତ କହିନାହାନ୍ତି, ଦେଖିବା କଣ ଅଛି ସିଲାବସ। ଠିକ ଅଛି ମ୍ୟାମ୍। ଆମର ଫିଜିକାଲ ସାଇନ୍ସ ଆଉ ଅଲମୋଷ୍ଟ ଗୋଟେ କ୍ଲାସ ରେ ହିଁ ସରିଯିବ। ଆଜ୍ଞା। କାର ମନେ ଅଛି ଲାଷ୍ଟ ଆମେ କୋଉଠି ସାରିଥିଲେ? 4.4 ର ନା? ଆଜି କଣ ଟେକ୍ନିକାଲ ଇସୁ ହେଇଛି, କିଛି ଡାଉନଲୋଡ ହଉନି। ମ୍ୟାମ୍ ଲାବୋରେଟୋରୀ ମେଥଡ ଯାଏଁ ପଢା ହେଇଥିଲା। ଆଚ୍ଛା, ଶୁଣ
ଆମର ଲାବୋରେଟୋରୀ ମେଥଡ ଯାଇ ପଢା ହେଇଥିଲା, ଦେନ୍ ଆସିବା ଆମେ ଯୋଉଟା ମନେ ଅଛି ପଢେଇଥିଲି, ଯୋଉଟା ଷ୍ଟୁଡେଣ୍ଟ ସେଣ୍ଟର, ଟିଚର ସେଣ୍ଟର, କଣ ତାର ଡିଫରେନ୍ସ ଥିଲା, ଲେକ୍ଚର କମ୍ ଡେମନଷ୍ଟ୍ରେସନ ମେଥଡ। ପୁଣି ଆସିବା ଆମେ କୋଉଠିକି ନା ଲାବୋରେଟୋରୀ ମେଥଡ। ଲାବୋରେଟୋରୀ ମେଥଡରେ କଣ ରହିଛି ନା, ଇଟ୍ ଇଜ ଆନ୍ ଇମ୍ପୋର୍ଟାଣ୍ଟ ମେଥଡ ଅଫ ଟିଚିଂ ସାଇନ୍ସ। ହେଲା, ଟିଚିଂ ସାଇନ୍ସ ର ଆମେ ଯେତେବେଳେ ପଢୁଛନ୍ତି, ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ମେଥଡ, କାହିଁକିନା ଲାବୋରେଟୋରୀ ମାନେ ବିଲଙ୍ଗ କରୁଛି ଆମର ସାଇନ୍ସ କୁ ହିଁ। ସାଇନ୍ସ ୱିଦାଉଟ୍ ଲାବୋରେଟୋରୀରେ ହେଇପାରିବ ନାହିଁ। ଇଟ୍ ଇଜ ବେସ୍ଡ ଅନ୍ ଲର୍ଣ୍ଣିଂ ବାଇ ଡୁଇଂ ମେଥଡ। କାହିଁକି ନା ଆମେ ଲାବୋରେଟୋରୀରେ ଲର୍ନ କରନ୍ତି, ଆଉ କେମିତି ଲର୍ନ କରନ୍ତି ସେଇଟାକୁ ଆମେ କରନ୍ତି ସେ କାମଟା। ହେଲା, ତ ସେଥିପାଇଁ ଆମକୁ ଲର୍ଣ୍ଣିଂ ବାଇ ଡୁଇଂ ମେଥଡରେ ହେଇପାରିବ ଲାବୋରେଟୋରୀ ମେଥଡ। Laboration instruction provides training in particular skill, develops critical thinking and create interest in science। ଆମେ କଣ କରିଥିଲେ ନା, ଯେତେବେଳେ ଆମେ ଲାବୋରେଟୋରୀ ମେଥଡ କରିବାକୁ ଯିବା, ଆମର ସେଇଟା କଣ ଇମ୍ପୋର୍ଟାଣ୍ଟ ହବ ରହିବ ନା, ପ୍ରାକ୍ଟିକାଲ ସ୍କିଲ୍ କୁ ବଢେଇବ, କେତେ ଆମେ କାମ କରୁଛନ୍ତି, କେତେ ତା ବିଷୟରେ ନଲେଜ ଗେନ୍ କରିଛନ୍ତି, କେତେ ଆମେ ଜାଣିଛନ୍ତି, ସେଇଟାକୁ ବି ଆମର ଦେଖେଇବ। ଦେନ୍ ଆମର ଆସିଲା କଣ ନା, ଡେଭଲପ କ୍ରିଟିକାଲ ଥିଙ୍କିଂ। କ୍ରିଟିକାଲ ଥିଙ୍କିଂ ମାନେ ଆମେ ପାୱାର, ଆମର ଥିଙ୍କ କରିବାର ଯୋଉଟା, କେତେ ଆମେ ଭାବି ପାରୁଛନ୍ତି, ପ୍ରୋବ୍ଲେମ ସଲଭିଂ ମେଥଡ କରିପାରୁଛନ୍ତି, ସେଇଟାକୁ ମଧ୍ୟ ଆମେ ଦେଖିବା। କ୍ରିଟିକାଲ ଥିଙ୍କିଂ ହେଇପାରିବ। ଆଉ ଗୋଟେ ଆମର କଣ ନା, ଡେଭଲପ୍ସ ଆମର କ୍ରିଏଟ୍ସ ଇଣ୍ଟରେଷ୍ଟ ଇନ୍ ସାଇନ୍ସ। ଯେହେତୁ ଲାବୋରେଟୋରୀ ମେଥଡ ଲର୍ଣ୍ଣିଂ ବାଇ ଡୁଇଂ ପ୍ରୋସେସ ରେ ହୁଏ, ତ ସେତେବେଳେ ଆମେ କଣ କରିପାରିବା ନା, ଇଣ୍ଟରେଷ୍ଟ ମଧ୍ୟ କ୍ରିଏଟ ହେଇପାରିବ। ଡାଉନଲୋଡ ହଉନି ନୋଟ୍ସ ଟା, ନହେଲେ ମୁଁ ସ୍କ୍ରିନ୍ ଟା ସେୟାର କରିଥାନ୍ତି। ଏଇଟା କଣ ପାଇଁ ଆଜି ଡାଉନଲୋଡ ହଉନି ଗୋଟେ ଗୋଟେ ମିନିଟ, ଆଉ ଥରେ ମୁଁ ଟ୍ରାଏ କରୁଛି। ପିଲାମାନେ ସରି ଫର ଇନକନଭିନିଏନ୍ସ, ଏବେ ହେଇଗଲା। ସେୟାର କରିଦଉଛି ମୁଁ ସ୍କ୍ରିନ୍। ଫାଇନାଲି ଲାପଟପ ରେ କଲି, ମତେ ସେ ମୋବାଇଲ ୟୁଜ ଟୁ ନୁହେଁ ନା, ମତେ ହେଇପାରୁନି। ହେଲା, ହେଇଗଲା। ଏବେ ତମମାନେ ଦେଖିପାରିବ ଆରାମସେ। ନ ଦେଖିକି ପଢେଇଲେ ଆକ୍ଚୁଆଲି ଅନ୍ଧ ଭଳିଆ ଲାଗିବ। ମୁଁ କଣ କହୁଛି କଣ ନ କହୁଛି ତମେ ଜାଣିପାରିବନି।
मैम नोट ଟା ଟିକେ ଆମକୁ ଦେଇଥାନ୍ତେ। ନୋଟ ପରା ମୁଁ ନାହିଁ ତମାନଙ୍କ ଗ୍ରୁପ ରେ, ତମେ ଯୋଉ ଟିଚରଙ୍କ ଅଣ୍ଡରରେ କରୁଛ ତମର ଇଏ ହେଲା ବିଏଡ, ସେଇ ସାରଙ୍କୁ କହିବ ଆମକୁ ଏଇ କ୍ଲାସ ର ପର୍ଟିକୁଲାର ନୋଟ ଦରକାର, ତ ସିଏ ତମକୁ ପ୍ରୋଭାଇଡ କରିପାରିବେ। ମତେ ଇନଷ୍ଟ୍ରକ୍ସନ ନାହିଁ ମାନେ ନୋଟ ସେୟାର କରିବା, ଆଉ ଏଭ୍ରି ଗ୍ରୁପ ରେ ବି ମୁଁ ନାହିଁ ନା, ତ ପର୍ସନାଲି କରିହବନି। ସେଥିପାଇଁ ତମେ ଯୋଉ ଟିଚରଙ୍କ ଅଣ୍ଡରରେ କରୁଛ, ବହୁତ ସାରା ଇନଷ୍ଟିଚ୍ୟୁଟ ରୁ ପିଲା ଅଛନ୍ତି ବୁଝିଲ। ତ ଯେତେବେଳେ ତମ ସାରଙ୍କୁ କୁହ ଥରେ ଟ୍ରାଏ କର, ନହେଲେ ମୁଁ ଇନଷ୍ଟିଚ୍ୟୁଟ ରେ କଥା ହେବି। ଓକେ। ମ୍ୟାମ୍ ଆଜ୍ଞା ସାର୍ ମ୍ୟାମ୍। ତ ଅଲରେଡି ଗ୍ରୁପରେ ନୋଟ ସେୟାର କରିସାରିଛନ୍ତି କେବେଠାରୁ। ଓକେ, ତାହେଲେ ତାଙ୍କୁ ଟିକେ କିଏ ଯଦି କୋଅର୍ଡିନେଟ କରିକି ଗ୍ରୁପ ଭିତରେ ଦେଇପାରିବେ। ମୁଁ ଏତେ ପିଲାଙ୍କୁ ପର୍ସନାଲି ଦବା ପସିବଲ ହବନି, ତମେ ତମମାନଙ୍କ ଭିତରେ କୋଅର୍ଡିନେଟ କରିଦବ। ଆଉ ଆମର ଡାଉଟ କ୍ଲିୟର କ୍ଲାସ ଗୋଟେ କରିବା, ଆଉ ଇମ୍ପୋର୍ଟାଣ୍ଟ ନୋଟ୍ସ ର ପାଇଁ ବି ଗୋଟେ କ୍ଲାସ କରିବା କ୍ୱେଶ୍ଚନ ପାଇଁ। ଆଉ ଯୋଉମାନେ କିଛିଟା ସ୍କିପ୍ କରିଛନ୍ତି ସେଟା ବି ଆମେ କିଛି କରିବା ହେଲା। ପ୍ରୋଜେକ୍ଟ ମେଥଡ ଯାଇଥିଲା, ଦେନ୍ ଆମର ଥିଲା ଲେକ୍ଚର ମେଥଡ ରୁ ଷ୍ଟାର୍ଟ ହବାର। ହଁ, ଲାବୋରେଟୋରୀ ମେଥଡ। ଲାବୋରେଟୋରୀ ମେଥଡ ପିଲାମାନେ କଣ ମୁଁ କହିଲି, ଇଟ୍ ଇଜ ଆନ୍ ଇମ୍ପୋର୍ଟାଣ୍ଟ ମେଥଡ। ଯେତେବେଳେ ଆମେ ସାଇନ୍ସ କରୁଛନ୍ତି, ଫିଜିକାଲ ସାଇନ୍ସ ପଢିବା ପାଇଁ ଯାଉଛନ୍ତି, ସେତେବେଳେ ଆମର ଇମ୍ପୋର୍ଟାଣ୍ଟ ମ୍ୟାଟର ରହିବ ଇମ୍ପୋର୍ଟାଣ୍ଟ ମେଥଡ ରେ ଟିଚିଂ ଅଫ କୋଉଟା ସାଇନ୍ସ, ଫିଜିକାଲ ସାଇନ୍ସ ପଢିବା ପାଇଁ ଲାବୋରେଟୋରୀ ମେଥଡ। ଲାବୋରେଟୋରୀ ମେଥଡ କଣ ପାଇଁ ଇମ୍ପୋର୍ଟାଣ୍ଟ ରହିବ ନା, ଯେହେତୁ ଏଇଟା ଆମର ଗୋଟେ ଇମ୍ପୋର୍ଟାଣ୍ଟ ମେଥଡ ରହୁଛି ଲର୍ଣ୍ଣିଂ କରିବା ପାଇଁ, ଲର୍ଣ୍ଣିଂ ବାଇ ଡୁଇଙ୍ଗ ଅପସନ ରହୁଛି। ଯେତେବେଳେ ଆମେ ଯୋଉ ଜିନିଷଟା ଆମେ ସପୋଜ ଗୋଟେ ଜିନିଷଟା ମୁଁ ଏବେ ପଢଉଥିଲି ତମମାନଙ୍କୁ ଖାଲି ୱିଦାଉଟ୍ ନୋଟ୍ସ ରେ ପଢଉଥିଲି, ତମାନେ ଯେତିକି ଜାଣିବା କଥା ୱିଥ ନୋଟ ଯଦି ସେୟାର ସ୍କ୍ରିନ କରୁଛି, ତାହେଲେ କିଛିଟା ଆଉ ଟିକେ ଅଧିକ ଜାଣିହବ, ୟା ଫିର ଆଟାଚମେଣ୍ଟ ଇନଭଲଭମେଣ୍ଟ ଅଧିକ ରହିପାରିବ। ସେଥିପାଇଁ ଯୋଉ ଜିନିଷଟା ଲର୍ଣ୍ଣିଂ ହୁଏ, କାମ କାର୍ଯ୍ୟ କରିବାରୁ ଆମେ ସମସ୍ତେ କହିଦଉଛନ୍ତି ତତେ ଚିକେନ ଆସୁଛି, ଏଇ ଚିକେନ ଟା ଭଲ ହେଇନଥିଲା, ନାଇଁ ମୋ ଫିଷ୍ଟ ଯାଇଥିଲୁ, ଫିଷ୍ଟ ରେ ଇଏ ଭଲ କରିନଥିଲା। ତମେ କେମିତି ଜାଣିଲ ସେ ଭଲ ହେଇନଥିଲା? ଆମେ ତ ଖାଲି ଟେଷ୍ଟ କରୁଛନ୍ତି। ବଟ ତମେ ଯେତେବେଳେ ଲର୍ଣ୍ଣିଂ ବାଇ ଡୁଇଙ୍ଗ, ଯେତେବେଳେ ଚିକେନ ତରକାରୀ ଟା କରୁଛ, କୋଉଠି ମୋର କମି ରହିଗଲା, ନାଇଁ କୋଉଠି ମୋର କିଛିଟା ଲୁଣ ରହିଗଲା, ସେଇ ଯୋଉ କମିକୁ ମେହସୁସ ହୁଏ ଆମର, ସେଇଟା ଆମର କେତେବେଳେ ଫୁଲଫିଲ ହେଇପାରିବ ନା ଲର୍ଣ୍ଣିଂ ବାଇ ଡୁଇଙ୍ଗ ପ୍ରୋସେସ ରେ। ସେଥିପାଇଁ ଲାବୋରେଟୋରୀ ମେଥଡ ରେ ଆମେ ଲର୍ଣ୍ଣିଂ କରିପାରିବା କାହା ସାହାଯ୍ୟରେ ନା କାମ ନିଜେ କରି, ଲାବୋରେଟୋରୀରେ ତ ଆଉ କେହି ନଥିବେ ନା। ତ ସେଥିପାଇଁ ଆମର ଏଇଟା ହଉଛି ଲର୍ଣ୍ଣିଂ ବାଇ ଡୁଇଙ୍ଗ ମେଥଡ। ଲାବୋରେଟୋରୀ instructions provides teaching in ପ୍ରାକ୍ଟିକାଲ ସ୍କିଲ୍, ଯେହେତୁ ନିଜେ ସେଇଠି ଷ୍ଟୁଡେଣ୍ଟ ତାର ରହିକି ନିଜର ସ୍କିଲ୍ ଅନୁସାରେ କରେ, ତ ସେଥିପାଇଁ ସେ ପ୍ରାକ୍ଟିକାଲ ସ୍କିଲ୍ ତ ତାର ଡେଭଲପ ହୁଏ। ଆଉ କ୍ରିଟିକାଲ ଥିଙ୍କିଂ ରେ, କ୍ରିଟିକାଲ ଥିଙ୍କିଂ ମାନେ କେତେ ତମେ ଥିଙ୍କ କରିପାରୁଛ ୟା ଫିର ଭାବି ପାରୁଛ। ଏଇଠି ଆମର ପ୍ରୋବ୍ଲେମ ଅଛି, ନାଇଁ ଏଟା ଏମିତି ସଲ୍ଭ ହବନି। ଆମେ ଯେହେତୁ ପ୍ରାକ୍ଟିକାଲ ୱାର୍କ କରୁଛନ୍ତି, ପ୍ରଥମେ ଆମେ ଆମର ମୁଣ୍ଡ ଖଟେଇବା, ଦେନ୍ ଟିଚରକୁ ପଚାରିବା। ତ ସେଥିପାଇଁ ସେଇଠି ଆମର ଡେଭଲପ ହୁଏ କ୍ରିଟିକାଲ ଥିଙ୍କିଂ ଆଣ୍ଡ କ୍ରିଏଟ ଇଣ୍ଟରେଷ୍ଟ। ସବୁ ଜିନିଷରେ ଗୋଟେ ଥିଓରି ଅଛି ଆଉ ଗୋଟେ ପ୍ରାକ୍ଟିକାଲ ଅଛି। ଯୋଉ ଜିନିଷରେ ପ୍ରାକ୍ଟିକାଲ ଥାଏ ସେଠି ଇଣ୍ଟରେଷ୍ଟ ଟା ଅଧିକ ଥାଏ, ତ କ୍ୟୁରିଓସିଟି ଅଧିକ ଥାଏ, କଣ ହବ ଆମର ରେଜଲ୍ଟ ରେ କଣ ବାହାରିବ। ପ୍ରାକ୍ଟିକାଲ କଲେ ଆମେ ଜାଣିପାରିବା କୋଉ ପ୍ରୋସେସ ଦେଇକି ଆମେ ଯିବା। ତ ସେଥିପାଇଁ ରହିଛି ଲାବୋରେଟୋରୀ ମେଥଡ ଗୋଟେ ଇମ୍ପୋର୍ଟାଣ୍ଟ ମେଥଡ। କଣ ପାଇଁ ନା ଟିଚିଂ ସାଇନ୍ସ ୟା ଫିର ଫିଜିକାଲ ସାଇନ୍ସ ପଢିବା ପାଇଁ। ତାପରେ ତାର ଆଡଭାଣ୍ଟେଜେସ୍ କଣ ରହିଛି ଦେଖିବା। ସବୁ ଜିନିଷର ଆଡଭାଣ୍ଟେଜେସ୍ ଆଣ୍ଡ ଡିସଆଡଭାଣ୍ଟେଜେସ୍ ଅଛି। ତ ଆମର ଫିଜିକାଲ ସାଇନ୍ସ ପଢିବା ପାଇଁ ଯେତେବେଳେ ଲାବୋରେଟୋରୀ ମେଥଡ ଆମେ ୟୁଜ କରୁଛନ୍ତି, କଣ ଆଡଭାନ୍ସ ରହିବ ନା ବେସ୍ଡ ଅନ୍ ଲର୍ଣ୍ଣିଂ ବାଇ ଡୁଇଙ୍ଗ। କହିଥିଲି ଯୋଉ ଜିନିଷଟା ଆମେ କରୁଛନ୍ତି ସେଟା ଜାଣିକି ପଢିକି କରୁଛନ୍ତି, ସେଥିପାଇଁ ଏଟା ଅଧିକ ଇଫେକ୍ଟିଭ।
ଏବଂ ଡେଭଲପ ସାଇଣ୍ଟିଫିକ ଆଟିଚ୍ୟୁଡ ମଧ୍ୟ ବଢାଏ। ଇଟ୍ ଇଜ ଏ ଲର୍ନର ସେଣ୍ଟର୍ଡ ଆପ୍ରୋଚେସ୍। ଏଇଟା ଲର୍ନର ସେଣ୍ଟର୍ଡ କାହିଁକି ନା ସେଠି ଷ୍ଟୁଡେଣ୍ଟ ଇନଭଲ୍ଭ ଥାଏ, ଷ୍ଟୁଡେଣ୍ଟସ ଆଣ୍ଡ ସେଇଠି ପିଲାମାନେ ଇନଭଲ୍ଭ ଥାନ୍ତି, ଚିଲଡ୍ରେନ ଇନଭଲ୍ଭ ଥାନ୍ତି, ସେଥିପାଇଁ ସେଟା ଲର୍ନର ସେଣ୍ଟର୍ଡ ହେଇଛି ଆପ୍ରୋଚେସ୍ ଟା। ଦେନ୍ ଆସିଲା ଡେଭଲପ, ଗୋଟେ ମିନିଟ ପିଲାମାନେ ଦେନ୍ ଆସିଲା ଆମର କ୍ରିଟିକାଲ ଥିଙ୍କିଂ ରହିଲା, ଡେଭଲପ ମ୍ୟାନିପୁଲେଟିଭ ସ୍କିଲ୍ ରହିବ। ମ୍ୟାନିପୁଲେଟିଭ ସ୍କିଲ୍ କୋଉଟା, ଯୋଉଟା ଆପ୍ରୋଚେସ୍ ଟା ଆମର ବଢେ। ସ୍କିଲ୍ ମ୍ୟାନିପୁଲେଟ ମାନେ ମୁଁ କହିଥିଲି ମ୍ୟାନିପୁଲେସନ କୋଉଠୁ ଆସେ ନା ଇଏ ଏଇ ଗୋଟେ ଜିନିଷଟା କଲା ତାକୁ ଆମେ ଲଗେଇ ଜୁଟେଇ ବଢେଇ ଚୁଢେଇ କହିବାଟା ସେଟା ମ୍ୟାନିପୁଲେସନ। ବଟ୍ ପଜିଟିଭ ରେ ବି ଅଛି ମ୍ୟାନିପୁଲେଟିଭ ସ୍କିଲ୍ ଟା ବହୁତ ଭଲ ହୁଏ। ତ ଯେତେବେଳେ ମ୍ୟାନିପୁଲେସନ ସ୍କିଲ୍ ବଢିଲା ଆଉ ଗୋଟେ କଣ ଆସିଲା ନା ଫୋର୍ଥ ରେ ଗିଭ୍ସ ଟ୍ରେନିଂ ଇନ୍ ପ୍ରୋବ୍ଲେମ ସଲଭିଂ। ଯେହେତୁ ଆମର କ୍ରିଟିକାଲ ଥିଙ୍କିଂ ର ବହୁତ ମାନେ ଯେତେବେଳେ ଆମର ଡେଭଲପ ହୁଏ ସ୍କିଲ୍ ଟା, ସେତେବେଳେ ଅଲସୋ ଆମର କୋଉଟା ଡେଭଲପ ହୁଏ ନା ପ୍ରୋବ୍ଲେମ ସଲଭିଂ ମେଥଡ କରିବା ପାଇଁ ସେଟା ମଧ୍ୟ ଯୋଉ ପାୱାର ହୁଏ ସେଟା ବି ଡେଭଲପ ହୁଏ। ତାପରେ ଆସିଲା ଡେଭଲପ ସେଲ୍ଫ କନଫିଡେନ୍ସ ଆଣ୍ଡ ସ୍ପିରିଟ ଅଫ ଡିସ୍କଭରି। ସେଲ୍ଫ କନଫିଡେନ୍ସ ବହୁତ ବଢିଥାଏ, ଆଉ ଡିସ୍କଭରି ମାନେ ସ୍ପିରିଟ ଅଫ ଡିସ୍କଭରି ଯୋଉଟା ଆମର କ୍ୟୁରିଓସିଟି ମଧ୍ୟ ସେଇଟା। ଆଉ ଗୋଟେ ରହିଲା କୋଉଟା ନା ପ୍ରୋଭାଇଡ୍ସ ଅପରଚୁନିଟି ଫର କ୍ରିଟିକାଲ ଥିଙ୍କିଂ। ସେଇଠି କ୍ରିଟିକାଲ ଥିଙ୍କିଂ ଆଣ୍ଡ ପ୍ରୋବ୍ଲେମ ସଲଭିଂ ଦିଟାର ସ୍ପିରିଟ ପାୱାର ଆମର ବଢାଏ ଲାବୋରେଟୋରୀ ମେଥଡ। ସମସ୍ତେ ଏଇ ପେଜେସ୍ ଟା ଟିକେ ଭଲସେ ପଢ, ଆଉ ଯିଏ ଚାହୁଁଛନ୍ତି ସ୍କ୍ରିନସଟ ନବା ପାଇଁ ବି ନେଇପାରିବ ହେଲା। ଲାବୋରେଟୋରୀ ମେଥଡ ଦେନ୍ ଆସିବା ଆମେ ଲିମିଟେସନ କଣ ରହିଛି, ଯେତେବେଳେ ଆଡଭାଣ୍ଟେଜେସ୍ ଯୋଉ ଜିନିଷର ଅଛି ଲିମିଟେସନ ମଧ୍ୟ ସେଇ ଜିନିଷ ରହିବ। ତ ଇଟ୍ ଇଜ ଆନ୍ ଏକ୍ସପେନ୍ସିଭ ମେଥଡ। ସବୁବେଳେ ଲାବୋରେଟୋରୀ ମେଥଡ ଟା ଏକ୍ସପେନ୍ସିଭ ହେଇଥାଏ କାହିଁକିନା ସେଠି ବହୁତ ଇକ୍ୱିପମେଣ୍ଟସ ଆଉ ଟୁଲ୍ସ ୟୁଜ ହୁଏ ଯୋଉଟା କି ଏକ୍ସପେନ୍ସେସ୍। ସେଥିପାଇଁ ସେଇଟା କଲେଜରେ କିମ୍ବା ସ୍କୁଲରେ ସେଟା ଅର୍ଗାନାଇଜେସନରେ ହୁଏ, ପ୍ରାଇଭେଟ ଇନଷ୍ଟିଟ୍ୟୁସନରେ ପ୍ରାକ୍ଟିକାଲ ମାନେ ଥାଏ, ବଟ୍ ସେଇଟା କଣ ମାନେ ଏତେ ରିଜନେବଲ ହେଇନଥାଏ ଯେହେତୁ ଏକ୍ସପେନ୍ସିଭ। ଟାଇମ କନଜ୍ୟୁମିଂ, ପ୍ରାକ୍ଟିକାଲ କ୍ଲାସ କରିବା ମାନେ ଗୋଟେ ଆମେ ରିଆକ୍ସନ କେମିକାଲ ରିଆକ୍ସନ କରୁଛନ୍ତି ମାନେ ଟାଇମ କନଜ୍ୟୁମ ହବ ହିଁ ହବ। ଆମେ ସାଙ୍ଗେ ସାଙ୍ଗେ ଯିବା ପଢିଦବା ଥିଓରି ପଢିଦବା, ଗୋଟେ କ୍ଲାସ 45 ମିନିଟ୍ ସରିଯିବ ନାହିଁ। ପ୍ରାକ୍ଟିକାଲ କ୍ଲାसेସ୍ ମିନିମମ୍ 3 to 4 hours ଆକର୍ଡିଂ ଟୁ କ୍ଲାସ, ଆକର୍ଡିଂ ଟୁ ସବଜେକ୍ଟ। ତାପରେ କଣ ଆସିଲା ନା ଡିମାଣ୍ଡ ଇଣ୍ଟେଲିଜେଣ୍ଟ ଆଣ୍ଡ କ୍ରିଏଟିଭ ଟିଚିଂ। ବହୁତ ଇଣ୍ଟେଲିଜେନ୍ସି ଆଉ କ୍ରିଏଟିଭ ଟିଚିଂ ରେ ମଧ୍ୟ ଡିମାଣ୍ଡ ରହେ, କାହିଁକି ନା ସେଟା ମାନେ ସବୁବେଳେ ପ୍ରାକ୍ଟିକାଲ ବେସ୍ଡ ହେଲା ମାନେ ଥିଓରି ବେସ୍ଡ କଣ ପଢିଦେଲ ପଳେଇଲ ଏକ୍ସାମ ଦେଇଦେଲ ବସ୍। ଏଟା ପ୍ରାକ୍ଟିକାଲ ବେସ୍ଡ ଯେତେବେଳେ ହଉଛି ୟା ଫିର ଲାବୋରେଟୋରୀ ବେସ୍ଡ ହଉଛି ତାର ଡିମାଣ୍ଡ ରହୁଛି, ଆଉ କ୍ରିଏଟିଭ ଟିଚିଂ ମଧ୍ୟ ସେଠି ଆଡ ହେଲା ବେଳକୁ ତ ସେଥିପାଇଁ ଅବଭିୟସଲି ଡିମାଣ୍ଡ ଅଧିକତାର ରହିବ। ଇଟ୍ ଡଜଣ୍ଟ ଗ୍ୟାରେଣ୍ଟି ଦ୍ୟାଟ ଦ ଷ୍ଟୁଡେଣ୍ଟ ୱିଲ୍ ଲର୍ନ ଟୁ ସଲ୍ଭ ଦ ପ୍ରୋବ୍ଲେମ। ମାନେ ଏଇଟା ଗ୍ୟାରେଣ୍ଟି ଦେଇପାରିବନି, ଗୋଟେ ଷ୍ଟୁଡେଣ୍ଟ ଟ୍ରାଏ କରିବ, ଗୋଟେ ଷ୍ଟୁଡେଣ୍ଟ କ୍ରିଟିକାଲ ଥିଙ୍କିଂ ପାୱାରକୁ ସେ ୟୁଜ କରିବ, ପ୍ରୋବ୍ଲେମ ସଲଭିଂ ମେଥଡ କୁ ସେ ୟୁଜ କରିବ, ବଟ୍ ସେଇଠି ବାଉଣ୍ଡ ନୁହେଁ କି ଏଇଟାର ଏଇ ପିଲା ହିଁ କେବଳ ଆର ରେଜଲ୍ଟ କାଢିବ, ନଟ୍ ବାଉଣ୍ଡ। ଏଇଟା ହଉଛି କଣ ଲିମିଟେସନରେ ଦଉଛି। ଯଦି ଆମେ ଲାବୋରେଟୋରୀ କରିବା ସେମାନେ ଭାବିବା କାହିଁକି ପିଲାମାନେ କାହିଁକି ତାର ହଉଛି ସଲ୍ୟୁସନ ବାହାର କରିପାରିବେନି, ନା ସେଟା ବାଉଣ୍ଡ ନୁହେଁ। ଇଟ୍ ଡଜଣ୍ଟ ଗ୍ୟାରେଣ୍ଟି, କିଛି ଗ୍ୟାରେଣ୍ଟି ନାହିଁ ତାର। ଦେନ୍ ଆସିଲେ ଆମେ କଣ ନା ମଡର୍ନ ଟିଚିଂ ଟେକ୍ନିକ୍ସ। ମଡର୍ନ ଟିଚିଂ ଟେକ୍ନିକ୍ସ ରୁ କଣ ଆମକୁ ହେଡିଙ୍ଗ ରୁ କଣ ଜଣା ପଡୁଛି, ମଡର୍ନ ଟିଚିଂ ଉପରେ ହିଁ ହେଇଥିବ। ତ ମଡର୍ନ ଟିଚିଂ ଟେକ୍ନିକ ରେ ଅଛି ପ୍ରଥମେ ବ୍ରେନ ଷ୍ଟର୍ମିଂ। ବ୍ରେନ ଷ୍ଟର୍ମିଂ ମାନେ ଆମର ଗୋଟେ ଆଉ ଗୋଟେ ମିନିଂ ତାର ଯୋଉଟା ଆମର କହିପାରିବା ଆମେ ପ୍ରୋବ୍ଲେମ ସଲଭିଂ ୟା ଫିର କ୍ରିଟିକାଲ ଥିଙ୍କିଂ, ବ୍ରେନ ଷ୍ଟର୍ମିଂ ଏଇଟା ଗୋଟେ ପାର୍ଟ ର ସେମ୍ ବେସିକାଲି ମିନିଂ ର ସେମ୍ ଆସିବ।
ତ this can be defined as problem solving technique। ମୁଁ କହିଥିଲି ପ୍ରଥମରୁ brainstorming, problem solving and critical thinking ତିନିଟା ଗୋଟିଏ ପାର୍ଟରେ ହିଁ ଆସିବ। ତିନିଟାର ମାନେ ହଉଛି ଆମର ନିଜର କ୍ରିଏଟିଭିଟିକୁ ୟୁଜ କରିକି ଆନ୍ସର ପାଇବା, ନିଜେ କେମିତି ପିଲା ଇନଭଲ୍ଭ ହବ ଆମର ପ୍ରୋଜେକ୍ଟ ସହିତ ବା ଷ୍ଟଡି ସହିତ, ପ୍ରୋବ୍ଲେମ ସଲଭିଂ କରିବା ପାଇଁ ସେ କଣ ଆଇଡିଆ ଗେସ୍ କରିପାରିବ, ଆଉ ବ୍ରେନ ଷ୍ଟର୍ମିଂ ମାନେ ତା ମାଇଣ୍ଡ ଯେହେତୁ ତାର ମାଇଣ୍ଡ ର ଡେଭଲପମେଣ୍ଟ ମାଇଣ୍ଡ ର ଇନଭଲଭମେଣ୍ଟ ହବ ସେଥିରେ, ସେଥିପାଇଁ ଆମେ ତାକୁ କହିଛନ୍ତି ବ୍ରେନ ଷ୍ଟର୍ମିଂ। ତାର କଣ ଆସିଛି ନା this can be defined as problem solving teaching in which all the members of group provide spontaneous contribution। It is a form of discussion which enable collective creating thinking। କଣ ହୁଏ ନା ଏଇଟାକୁ ଡିଫାଇନ କରୁଛି ଆମର ପ୍ରୋବ୍ଲେମ ସଲଭିଂ ଟିଚିଂ ଟା, ମେମ୍ବର ମାନେ ସମସ୍ତେ ହିଁ ଇନଭଲ୍ଭ ରହିବେ, ଏଭ୍ରି ମେମ୍ବର ସୁଡ୍ ପ୍ରୋଭାଇଡ ଗ୍ରୁପ ସ୍ପଣ୍ଟାନିୟସ କଣ୍ଟ୍ରିବ୍ୟୁସନ, ସମସ୍ତଙ୍କର ସମାନ ଭାବରେ କଣ୍ଟ୍ରିବ୍ୟୁସନ ରହିବ, ନା କି ମୁଁ 5 ଜଣ ଗ୍ରୁପ ଅଛନ୍ତି ଜଣେ ହିଁ ଖାଲି ସବୁ ବୁଝିବ, ଜଣେ ହିଁ ସବୁ ପ୍ରୋବ୍ଲେମ ସଲ୍ଭ କରିବ, ଜଣେ ହିଁ କ୍ରିଟିକାଲ ଥିଙ୍କିଂ ପାୱାର ୟୁଜ କରିବ, ନା। ତ ସେଥିପାଇଁ କଣ ନା ଇଟ୍ ଇଜ ଏ ଫର୍ମ ଅଫ ଡିସ୍କସନ ହ୍ୱିଚ୍ enables collective creative thinking। Then ଆସିଲା in this form of discussion the brains of the participants are stimulated to create a storm of idea। ତ ମାନେ କଣ ଆମକୁ ବ୍ରେନ ଷ୍ଟର୍ମିଂ କଣ ଆସୁଛି ନାଇଁ ମାନେ ମାନେ ମାଇଣ୍ଡ ରେ ଝଡ ହଉଛି, ତାର ଅର୍ଥ ଟା କଣ, ଆମକୁ ଗୋଟେ କେମିତି ଭଲ ଆଇଡିଆ ଗୋଟେ ବ୍ରେନ ଖର୍ଚ୍ଚ କରିକି ଆମକୁ ଷ୍ଟିମୁଲେଟ କରିବାର ଅଛି, ଗୋଟେ କ୍ରିଏଟ କରିବାର ଅଛି। ଷ୍ଟର୍ମ ଅଫ ଆଇଡିଆ ମାନେ ବହୁତ ସାରା ଆଇଡିଆର ବନ୍ୟା ବା ବାତ୍ୟା। and gives suggestion regarding the topic। ଆମେ ଯେହେତୁ ଗୋଟେ ଟିମ୍ ୱାର୍କ କରିବା 6 to 7 ମେମ୍ବରକୁ ନେଇକି ଆମେ ଗୋଟେ ମାନେ ବିଷୟରେ ପ୍ରାକ୍ଟିକାଲ କଲେ, ସପୋଜ ଆମେ ଫ୍ରଗ ର କଲେ ଆନାଟୋମି କିମ୍ବା ଆମେ ଗୋଟେ କୌଣସି ଜିନିଷର ପ୍ରାକ୍ଟିକାଲ କଲେ, ସେଥିରେ ସମସ୍ତେ ଇନଭଲ୍ଭ ହବା। ପ୍ରଥମେ ସେ କହୁଛି ବ୍ରେନ ଷ୍ଟର୍ମିଂ ରେ everyone should involve and provide spontaneous contribution। ମୁଁ ରହିବି ମାନେ 7 hours, ଆମର ଯେତିକି ସମୟ ପ୍ରାକ୍ଟିକାଲ ମେମ୍ବରରେ 7 ଜଣ ସେତିକି ସମୟ ପ୍ରାକ୍ଟିକାଲ ଆଟେଣ୍ଡ କରିବେ। ମୁଁ ଏଠି ଜଡିତ ଅଛି ମାନେ ସମସ୍ତେ ବି ସେତିକି କଣ୍ଟ୍ରିବ୍ୟୁସନ ଦେବେ। ମୁଁ ବି ଭାବୁଛି ମାନେ ପ୍ରୋବ୍ଲେମ ସଲଭିଂ ମେଥଡ, କ୍ରିଏଟିଭ ଥିଙ୍କିଂ, କ୍ରିଟିକାଲ ଥିଙ୍କିଂ, ତାହେଲେ ଏଭ୍ରି ଷ୍ଟୁଡେଣ୍ଟସ ହାଭ ଅଲରେଡି ଦ୍ୟାଟ କ୍ୱାଲିଟି ଆଣ୍ଡ ଦ୍ୟାଟ ଭ୍ୟାଲ୍ୟୁ। ତାପରେ ଆସିଲା କଣ ନା ଡିସ୍କସନ ର କଥା, ଯେତେବେଳେ ଗୋଟେ ଗ୍ରୁପ ଡିସ୍କସନ ହୁଏ ସେତେବେଳେ କଣ ହୁଏ ନା କିଛିଟା ଆମକୁ ଆନ୍ସର ମିଳେ, ସଜେସନ ମିଳେ ରିଗାର୍ଡିଂ ଦ ଟପିକ। ଦେନ୍ ଆସିଲା ଆମର କଣ ନା ଟିମ୍ ଟିଚିଂ। ଏଟା ବ୍ରେନ ଷ୍ଟର୍ମିଂ ଗଲା, ମନେ ରଖିଦବ ଗୋଟିଏ କଥା, ବ୍ରେନ ଷ୍ଟର୍ମିଂ, କ୍ରିଟିକାଲ ଥିଙ୍କିଂ, ପ୍ରୋବ୍ଲେମ ସଲଭିଂ ମେଥଡ ତିନିଟା ଯାକ ଗୋଟିଏ ମାନେ ଗୋଟେ ସେମ ପାଟର୍ନ ରେ ଖାଲି ଡିଫରେଣ୍ଟ ନା। ବ୍ରେନ ଷ୍ଟର୍ମିଂ ମାନେ ମାଇଣ୍ଡ ପୁରା ଷ୍ଟ୍ରଙ୍ଗଲି ଯାହାକୁ ଖୋଜୁଥାଏ, ମାନେ ଆମର କଣ ମୁଣ୍ଡରେ ଝଡ ଉଠିବା, କଣ ଆମେ କହୁଛୁ ଆମେ ସପୋଜ ଆମର ନେଟ ଟା ଚାଲୁନି, ଏବେ ଜଷ୍ଟ 2 ମିନିଟ ର ପୂର୍ବର କଥା କହୁଛି, ମୋ ଫୋନରେ ଆଜି ଲଗ ଇନ କରିଥିଲି, ତ ମୁଁ ସ୍କ୍ରିନ ସେୟାର ଟା କରିପାରିଲିନି, ୟା ଫିର କିଛିଟା ମତେ ଇସ୍ୟୁଜ ହେଲା, ତ ମୋର ମାଇଣ୍ଡ ଟା ମାନେ କଣ ଡାଇଭର୍ଟ ହେଇଗଲା, ନାହିଁ ପିଲାମାନେ କେମିତି କ୍ଲାସ କରିବେ, ମୁଁ କଣ କରିବି, କୋଉଠୁ ଗୋଟେ ମାନେ ସଲ୍ୟୁସନ କରିବି ପ୍ରୋବ୍ଲେମ ସଲ୍ଭ। ସେଇ ଷ୍ଟେଜ ଟା ଯେତେବେଳେ ଚିଲଡ୍ରେନ କେସ ରେ ହବ, ଦ୍ୟାଟ ଇଜ ବ୍ରେନ ଷ୍ଟର୍ମିଂ। ମାଇଣ୍ଡ ରେ ଝଡ ଆସିବ, ମୁଁ କେମିତି ଛୁଆଙ୍କୁ ପଢେଇବି, ମୁଁ କେମିତି ଆଉ କିଛି ପ୍ରୋବ୍ଲେମ ସଲଭିଂ କଣ ନା ମୁଁ ଏଇ ପ୍ରୋବ୍ଲେମ ଟାକୁ ସଲ୍ଭ କରିବା ପାଇଁ କଣ ଆଇଡିଆ ନେବି। ତ କ୍ରିଟିକାଲ ଥିଙ୍କିଂ ରେ ପାୱାରରେ ଭାବିଲି ନାଇଁ ମତେ ଲାପଟପ ଆଣିକି ଏନି ହାଉ ଜଏନ ହବାର ଅଛି, ଆଣ୍ଡ ମୁଁ ଲାପଟପ ରେ ଯେହେତୁ ମୁଁ ୟୁଜ ଟୁ, ତ ମୁଁ ସ୍କ୍ରିନ ସେୟାର କରିବା ପାଇଁ ମତେ ପ୍ରୋବ୍ଲେମ ହବନି। ଆଟ ଲାଷ୍ଟ ମୁଁ ଲାପଟପ ଆଣିଲି, ଜଏନ ହେଲି ଆଉଥରେ ଆଣ୍ଡ ସ୍କ୍ରିନ ସେୟାର କଲି। ଦ୍ୟାଟ ଇଜ ଦ ପ୍ରୋବ୍ଲେମ। ତିନିଟା ପ୍ରୋବ୍ଲେମ ଏଇ ଏକ୍ସାମ୍ପଲ ରେ ବୁଝିପାରିବ। ଗୋଟେ ହଉଛି ବ୍ରେନ ଷ୍ଟର୍ମିଂ, ଗୋଟେ ହଉଛି ପ୍ରୋବ୍ଲେମ ସଲଭିଂ, ଆଣ୍ଡ ଗୋଟେ ହଉଛି କ୍ରିଟିକାଲ ଥିଙ୍କିଂ। ଦେନ୍ ଆସିବା ଟିମ୍ ଟିଚିଂ। ଟିମ୍ ଟିଚିଂ କଣ, ଟିମ୍ ୱାର୍କ। ପ୍ରଥମେ ଟିମ୍ ଅଛି ମାନେ ଟିମ୍ ୱାର୍କ ହବ ଟିମ୍ ଟିଚିଂ ରେ। ଟିମ୍ ଟିଚିଂ ଇଜ ୱାନ୍ ଅଫ ଦ ଇମ୍ପୋର୍ଟାଣ୍ଟ ଇନଷ୍ଟ୍ରକ୍ସନାଲ ଷ୍ଟ୍ରାଟେଜି ଫର ଇମ୍ପ୍ରୁଭମେଣ୍ଟ ଅଫ ଇନଷ୍ଟ୍ରକ୍ସନାଲ ପ୍ରୋଗ୍ରାମ। ଯେହେତୁ ଏଟା ଗୋଟେ ମାନେ ଇମ୍ପୋର୍ଟାଣ୍ଟ ଇନଷ୍ଟ୍ରକ୍ସନାଲ ଷ୍ଟ୍ରାଟେଜି, ଟିମ୍ ଟିଚିଂ ମାନେ ଟିମ୍ ୱାର୍କ ମାନେ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ହେଇଥାଏ, ଆଉ ବହୁତ ଫ୍ରୁଟଫୁଲ ହେଇଥାଏ, ଏଇ ୱାର୍କ ଟା ବହୁତ ପ୍ରଡକ୍ଟିଭ ହେଇଥାଏ। ତ ଟିମ୍ ଟିଚିଂ ଇଜ ବେସ୍ଡ ଅନ୍ ଦ assumption that no single teacher possesses expertise to do full justice to the entire course। କେହି ବି ଟିଚର ତାଙ୍କର ମାନେ assumption କରିପାରିବେନି, no single teacher ମାନେ ଏଇଟା ଟିଚର କହିଦେବେ ଆମେ ତମ ଟିମ୍ ଗୋଟେ ଆମେ ଟିମ୍ ୱାର୍କ କରୁଛନ୍ତି, ଗୋଟେ ଟିଚର ଆସି ହଠାତ୍ କହିବେ ଏଇଟା ଭୁଲ ଅଛି, ଏଇଟା ଏମିତି କର, ନ
ସେମାନଙ୍କ ପାଖରେ ସେତିକି ପାୱାର ରହିବନି ସେତେବେଳେ टीम टीचरिंग ମାନେ ଯେତେବେଳେ ରହିଲା ଆମର କଣ ଇଟ୍ ଇନଭଲ୍ଭସ୍ टीम वर्क बिटवीन 2 or more टीचर्स ଗୋଟେ टीचर ସେଠି ତାର ସଜେସନ ଦେଇ ପାରିବ ନାହିଁ ତ ସେଠି ଇନଭଲ୍ଭ ରହିବେ କଣ ଗ୍ରୁପ ମାନେ କଣ 2 or more than 2 ସେଥିପାଇଁ ରହିଲା କଣ ନା टीम बिटवीन 2 or more 2 टीचर्स ଦିଟା ହେଇପାରନ୍ତି 4 ଜଣ ହେଇପାରନ୍ତି 5 ଜଣ ହେଇପାରନ୍ତି 7 ଜଣ ହେଇପାରନ୍ତି ମେକ୍ ପ୍ରେଜେଣ୍ଟେସନ ଟୁ ଗ୍ରୁପ ଅଫ ଷ୍ଟୁଡେଣ୍ଟସ୍ ଆଉ ସେମାନେ କଣ କରନ୍ତି ନା ଟିମ୍ ଟିଚିଂ କରନ୍ତି ଗୋଟେ ଟିମ୍ ୱାର୍କ ହୁଏ ସେଠି 2 ଜଣରୁ ଅଧିକ ଟିଚର ଥାଆନ୍ତି ସେମାନେ ଇନଭଲଭମେଣ୍ଟ ହୁଅନ୍ତି ପ୍ରେଜେଣ୍ଟେସନ କ୍ରିଏଟ କରନ୍ତି ଆଣ୍ଡ ସେମାନେ ଗ୍ରୁପ ଅଫ ଷ୍ଟୁଡେଣ୍ଟ ମାନଙ୍କ ସହିତ ଡିସ୍କସନ କରନ୍ତି ଦେନ୍ ଆସିଲା ମଡେଲ ଅଫ ଟିଚିଂ କଣ ରହିଛି ଟିଚିଂ ର ମଡେଲ ଏ ମଡେଲ ଇଜ ପ୍ୟାଟର୍ନ ଅର ପ୍ଲାନ୍ which can be taken up to a shape a curriculum or course to select the instructional material ए मॉडल गोटे मॉडल आमे काहाकू कहि परिबा ना सेटा गोटे पैटर्न गोटे प्लान which can be taken up गोटे प्लान सब जिंस आमे करिया पई हमकू गोटे करिकुलम दरकार गोटे सिलेबस दरकार गोटे पैटर्न दरकार तो सेटा होची टीचिंग मॉडल ऑफ टीचिंग में मध्य सेटा गोटे वे गोटे प्लान जोटा which can be taken of a shape ए करिकुलम और ए कोर्स माने सिलेबस करिकुलम कोर्स सेम वर्ड डिफरेंट मीनिंग है ना तो सिलेक्ट इंस्ट्रक्शनल मटेरियल किछिटा हमर इंस्ट्रक्शनल मटेरियल रहइबा एंड टू गाइड टीचर्स एक्शन टीचर मानकर एक्शन को गाइड करिया पय हमको मध्य दरकार कोन ना मॉडल ऑफ टीचिंग where a model of teaching has been developed to a teacher to improve his competency तार डेभलप करे कौन ना कॉम्पिटेंसी डेभलप करे टू रीच मोर चिल्ड्रेन बहुत जल्दी मोर बहुत पिला मानक पाखरे पहुंची पारे क्रिएट ए रिचर एंड मोर डाइवर्स एनवायरनमेंट फॉर देम से माने बहुत यूज टू एनवायरनमेंट कर दियंती क्रिएट कर दियंती टीचर मानक सहित मिक्स हो जाती तो सेथिपई तांको हेडा कहै जायछि गोटे मॉडल ऑफ टीचिंग गोटे वे ऑफ टीचिंग थाए कॉम्पिटेंसी को बढ़ाया पई आउ हमर माने कौन क्रिएट रिचर एंड मोर डाइवर्स रीच करिया पई हमको और डाइवर्स कंडीशन ने मध्य एनवायरनमेंट रे केमिति से माने स्ट्रगल करिवे ता पई मध्य हेल्प हुए देन आसिला हमर कांसेप्ट ऑफ अटेनमेंट मॉडल एटा शॉर्ट नोट्स रे आसे कांसेप्ट ऑफ अटेनमेंट मॉडल रे कोन रहिछि देखिबा जेटा को आमे कहि परिबा जेरेमो बर्नर ए साइंटिस्ट कहिथिले एटा ए कांसेप्ट बाहर करथिले इट इज ए इनडायरेक्ट इंस्ट्रक्शनल स्ट्रेटजी सब जगह आमे आगुरु जेति की पढी के आस्थिले पूर्वरु सब डायरेक्ट स्ट्रेटजी थिला आ एटा होछि हमर कोन ना गोटे indirect instructional strategy that uses a structure inquiry process it is based on the work of Jermo Bernard a scientist कर काम थिला in the concept attainment a concept रे कोन रहिछि ना student figure out the attributes of a group student ताको figure out करिवो केते जण attribute अछंदी गोटे group रे category that has already been formed by the teacher माने categorize करिवे student माने attribute करिवे then asila concept attainment is the search for identification of attributes that can be distinguish example of a given group or category from non examples from सेटा कोन हेछि ना जेतेबेले हमर कैटेगरी हे जाय को ग्रुप रो पिला कोथरे रहबे को टीम केतेबेले वर्क करबो सेटा टीचर माने कैटेगराइज कर देले देन कांसेप्ट ऑफ अटेनमेंट मॉडल जोटा बेसिकली अटेनमेंट मॉडल ले हमर स्टूडेंट्स माने एट्रीब्यूट करंती ताहाकू ना डिस्टिंग्विश करया पय एग्जांपल ऑफ सपोज गोटे माने गिवन ग्रुप रो ना दिया जायछि ताको कैटेगराइज करले आ गोटे अलगा ग्रुप रो ए ग्रुप रो पिला माने एतिकी दुईटा ग्रुप करा हबो ए ग्रुप रे ए श्रेणी रो लोक रहि परिबे या फिर ए पिला रहि परिबे ग्रुप टीचिंग हमर जतळे होछि कि लैबोरेटरी मेथड जतळे होछि तो अटेनमेंट कांसेप्ट मस्ट आसे काहे कि ना एट्रीब्यूट पय आउ कैटेगराइज पे तापर आसला माइक्रो टीचिंग समस्त जानी छंती माइक्रो मीन्स स्मॉल वेरी स्मॉल ना तार कोन रहिछि माइक्रो टीचिंग माने द कांसेप्ट ऑफ माइक्रो टीचिंग वाज originated in the स्टैंडर्ड यूनिवर्सिटी स्टैनफोर्ड यूनिवर्सिटी सॉरी स्टैनफोर्ड यूनिवर्सिटी एटा लिखिबो प्रथमे माइक्रो टीचिंग आसला माने कांसेप्ट ऑफ माइक्रो टीचिंग वाज originated in Stanford University in 1963 by Dwight Allen
ଡୁଇଟ୍ ଆଲେନଙ୍କ ଦ୍ଵାରା ହେଇଥିଲା। ଇନ୍ ଇଣ୍ଡିଆ ମାଇକ୍ରୋ ଟିଚିଂ ୱାଜ ଇଣ୍ଟ୍ରୋଡ୍ୟୁସ ବାଇ ଡିଡି ତିୱାରୀ ଇନ୍ 1967। ଗୋଟେ ଆମର 1963 ମନେ ରଖିବା। କନସେପ୍ଟ ଅରିଜିନେଟ ହେଇଥିଲା। ତାପରେ ଆସିଥିଲା ଇଣ୍ଟ୍ରୋଡ୍ୟୁସ ବାଇ ଡିଡି ତିୱାରୀ ଇନ୍ 1967 ଆଟ୍ ସିପିଆଇ ଆଲାହାବାଦ। ଏଇଟା ବାସ୍ ମନେ ରହିବାର ଅଛି ତ ଲେଖିଦବ। ଇଫ୍ ମନେ ନ ରହିଲା ଟିକେ ମନେ ରଖିବ ଗୋଟେ ଗୋଟେ ଜିନିଷ। ଦେନ୍ ଆସିଲା ମାଇକ୍ରୋ ଟିଚିଂ ଇଜ ଆନ୍ ଇଫେକ୍ଟିଭ ଟିଚିଂ ୟୁଜ୍ଡ ଫର୍ ଡେଭଲପମେଣ୍ଟ ଅଫ୍ ସ୍କିଲ୍ ଇନ୍ ଟିଚର। ଏଇ ଟିଚିଂଟା ଆମର ବହୁତ ଇମ୍ପୋର୍ଟାଣ୍ଟ ଇଫେକ୍ଟିଭ କାହା ପାଇଁ ନା ଟିଚର୍ସ ମାନଙ୍କ ପାଇଁ ଡେଭଲପମେଣ୍ଟ କରିବା ପାଇଁ ତାଙ୍କ ସ୍କିଲ୍ ହେଲା। ତାପରେ ଆସିଲା ଅଲସୋ କଲ୍ଡ ସ୍କେଲ୍ଡ ଡାଉନ୍ ଟିଚିଂ ଆପ୍ରୋଚେସ୍। ଆକୁ ଆମେ କଣ କହିପାରିବା? ମାଇକ୍ରୋ ଟିଚିଂ ଅଲସୋ ନୋନ୍ ଆଜ୍ ସ୍କେଲ୍ଡ ଡାଉନ୍ ଟିଚିଂ। ସ୍କେଲ୍ ଡାଉନ୍ କଣ ପାଇଁ ଆମେ କହିବା? କାରଣ ଏଇଟା ଗୋଟେ ମାନେ ଟିଚର ମାନଙ୍କର ଇଏ କରିବା ପାଇଁ କି ହେଲ୍ପ କରୁଛି ନା ସ୍କିଲ୍ ଡେଭଲପ ମାନେ କରିବା ପାଇଁ, ସେଥିପାଇଁ ଆମେ ତାକୁ କହିପାରିବା ସ୍କେଲ୍ ଡାଉନ୍। ଗୋଟେ ସ୍କେଲ ହିସାବରେ ସିଏ ଆମକୁ ୟୁଜ କରୁଛି ବୋଲି। ଫିଚର୍ସ କଣ ରହିଛି? ଇଟ୍ ଇଜ ଏ ରିଏଲ ଟିଚିଂ ବଟ୍ ଫୋକସ୍ ଅନ୍ ଡେଭଲପିଂ ଟିଚିଂ। ଏଇଟା ଗୋଟେ ରିଏଲ ଟିଚିଂ ବଟ୍ ସେ କଣ କରେ ନା ଫୋକସ୍ କରେ ଡେଭଲପ କରିବା ପାଇଁ ଟିଚିଂ ସ୍କିଲ୍ କୁ। ମାଇକ୍ରୋ ଟିଚିଂ ମାନେ ତମାନେ ମାଇଣ୍ଡରେ ରହିଥିବ ଏଇଟା କଣ ନା ଟିଚିଂ ସ୍କିଲ୍ ଡେଭଲପ କରାଏ। ଆଉ ଗୋଟେ ଆମର ରହିଲା ଇଟ୍ ଇଜ ଏ ଟ୍ରେନିଂ ଡିଭାଇସ୍ ଟୁ ପ୍ରିପେୟାର ଇଫେକ୍ଟିଭ ଟିଚର୍ସ। ଯେହେତୁ ଆମର ଟିଚର ଟିଚିଂ ସ୍କିଲ୍ ଡେଭଲପ କରିବ, ଅବଭିୟସଲି ତାକୁ ଇଫେକ୍ଟିଭ ଟିଚର ବନେଇବା ପାଇଁ ବି ଟ୍ରାଏ କରିବ, ଟ୍ରେନିଂ ଦବ। ତ ବେସିକାଲି ମାଇକ୍ରୋ ଟିଚିଂ ଇଜ ଟ୍ରେନିଂ ବେସ୍ଡ ଏଜୁକେସନ ହେଲା। ତାପରେ ଆସିଲା ଆମର ଅବଜେକ୍ଟିଭ୍ସ ନା ଆଉ ଗୋଟେ ରହିଲା ଇଟ୍ ଇଜ ଏ ହାଇଲି ଇଣ୍ଡିଭିଜୁଆଲାଇଜ୍ ଟ୍ରେନିଂ ଡିଭାଇସ୍। ଯେହେତୁ ମାଇକ୍ରୋ ଟିଚିଂ ଗୋଟେ ଇମ୍ପୋର୍ଟାଣ୍ଟ ଟ୍ରେନିଂ ଡିଭାଇସ୍ ରହିଛି, ସେଥିପାଇଁ ଇଣ୍ଡିଭିଜୁଆଲାଇଜ୍ ହେଇଥାଏ କୋଉଠି ନା ଟ୍ରେନିଂ ଡିଭାଇସ୍ ରେ। ତିନିଟା ମୋଷ୍ଟ ଫିଚର ରହିଛି ମାଇକ୍ରୋ ଟିଚିଂ ର କଥା ଆସିଲେ ଫାର୍ଷ୍ଟ ମନେ ରଖିବ ଟିଚର ମାନଙ୍କ ଟିଚିଂ ସ୍କିଲ୍ ଡେଭଲପ ହୁଏ। ଦେନ୍ ପ୍ରିପେୟାର ହୁଏ ଗୋଟେ ଟ୍ରେନିଂ ଦିଆଯାଏ ତାଙ୍କୁ ଇଫେକ୍ଟିଭ ଟିଚର ବନିବା ପାଇଁ। ଆଉ ଗୋଟେ ଇଣ୍ଡିଭିଜୁଆଲାଇଜ ତାଙ୍କୁ କରାଯାଏ କୋଉଠି ନା ଟ୍ରେନିଂ ଡିଭାଇସ୍ ରେ। କିଛିଟା ଟ୍ରେନିଂ ଡିଭାଇସ୍ ଦେଇକି ସେମାନଙ୍କୁ ଇଣ୍ଡିଭିଜୁଆଲାଇଜ କରାଯାଏ। ଅବଜେକ୍ଟିଭ କଣ ପାଇଁ ଆମେ ମାଇକ୍ରୋ ଟିଚିଂ ବିଷୟରେ ପଢିବା ନା ଟୁ ରିଡ୍ୟୁସ ଦ କମ୍ପ୍ଲେକ୍ସିଟିଜ ଇନ୍ କ୍ଲାସରୁମ୍ ଟିଚିଂ। ଆମେ ଯେତିକି ଆମର କମ୍ପ୍ଲେକ୍ସିଟି ଆସୁଛି ମାନେ ଆମର କଣ ଡିଫିକଲ୍ଟିଜ ଆସୁଛି କ୍ଲାସରୁମ୍ ଟିଚିଂ ରେ ତାକୁ ଟିକେ କମେଇବା। ଯେହେତୁ ଗୋଟେ ଟିଚର ଇଫେକ୍ଟିଭ ଟିଚର ହେଇକି ବାହାରିବ, ଟ୍ରେଣ୍ଡ ଟିଚର ହେଇକି ବାହାରିବ, ଅବଭିୟସଲି ସେ କମ୍ପ୍ଲେକ୍ସିଟିକୁ ମାନେ କମ କରିବ, ରିଡ୍ୟୁସ କରିବ। ଆଇଡେଣ୍ଟିଫାଇ ଦ ଡିଟେକ୍ଟ faults in the student teacher and give teaching feedback। କାହିଁକି ନା ଯେହେତୁ ଆମେ ଟ୍ରେଣ୍ଡ ଗୋଟେ ଟିଚର କୁ ପୋଷ୍ଟ କରିବା ହାୟର କରିବା, ସେ ଅବଭିୟସଲି ଆମର କଣ କରିବ ନା ଡିଟେକ୍ଟ ଫଲ୍ଟ ଅଲ୍ ଦ ଫଲ୍ଟ କୁ ଡିଟେକ୍ଟ କରିବ ଆଉ ଆମର ଷ୍ଟୁଡେଣ୍ଟ ଟିଚରଙ୍କ ଭିତରେ ଫିଡବ୍ୟାକ୍ ଭଲସେ ଦବ ଟିଚିଂ ଫିଡବ୍ୟାକ୍। ଆଉ ଗୋଟେ କଣ ନା ଟୁ ଟିଚ୍ ଟୁ ବ୍ରିଙ୍ଗ ବିହେଭିୟରାଲ ଚେଞ୍ଜେସ୍ ଇନ୍ ଟିଚର। ଅବଭିୟସଲି ଗୋଟେ ଟ୍ରେଣ୍ଡ ଟିଚର ଗୋଟେ ଆମର ସ୍କିଲଫୁଲ ଟିଚର ତାର ବିହେଭିୟରରେ ମଧ୍ୟ ଚେଞ୍ଜ ଆସିପାରିବ। ତାପରେ ପ୍ରିନ୍ସିପଲ କଣ ରହିଛି ଦେଖିବା। ପ୍ରିନ୍ସିପଲ ଅଫ ଏନଫୋର୍ସମେଣ୍ଟ। ମାଇକ୍ରୋ ଟିଚିଂ ପିଲାମାନେ ଗୋଟେ କ୍ୱେଶ୍ଚନ ଆସେ ଆଇଦର ସର୍ଟ ନୋଟ୍ସ ନହେଲେ ଲଙ୍ଗ ଟାଇପ। କାରଣ ମାଇକ୍ରୋ ଟିଚିଂ ଟା ଗୋଟେ ଇମ୍ପୋର୍ଟାଣ୍ଟ, ଏଟା ଟିଚର ବେସ୍ଡ ଟିଚିଂ, ଟିଚର ସେଣ୍ଟର ଟିଚିଂ ରେ ରହିବ। ତାର କଣ କଣ ଫିଚର୍ସ ରହିଲା ଆମେ ଦେଖିଲେ, ଆଉ ପ୍ରିନ୍ସିପୁଲ କଣ ରହିଛି ଦେଖିବା। ପ୍ରିନ୍ସିପୁଲ ଅଫ ଏନଫୋର୍ସମେଣ୍ଟ, ପ୍ରିନ୍ସିପୁଲ ଅଫ ପ୍ରାକ୍ଟିସ ଆଣ୍ଡ ଡ୍ରିଲ, ପ୍ରିନ୍ସିପୁଲ ଅଫ consistency continuity ହଁ and principle of microscopic supervision। ଯେହେତୁ ଆମେ ମାଇକ୍ରୋ ଟିଚିଂ ବିଷୟରେ ପଢୁଛନ୍ତି ତ ଆମେ ଟିଚର ସ୍କିଲ୍ ବିଷୟରେ ପଢିଲେ, ତାର କଣ କଣ ପ୍ରିନ୍ସିପଲ ନା ଏନଫୋର୍ସମେଣ୍ଟ ର ଯାଉଛି ପ୍ରିନ୍ସିପଲ, ଆଉ ଗୋଟେ ରହୁଛି ପ୍ରାକ୍ଟିସ ଆଉ ଡ୍ରିଲ, କେତେ ମାତ୍ରାରେ ସେ ପ୍ରାକ୍ଟିସ ଆଉ ସେଇଟାକୁ ଡ୍ରିଲ କଣ୍ଟିନ୍ୟୁ କରୁଛି। ଦେନ୍ ଆସିଲା ପ୍ରିନ୍ସିପଲ ଅଫ କଣ୍ଟିନ୍ୟୁଟି, ତାଙ୍କର ସ୍କିଲ୍ ଆଉ ଟ୍ରେନିଂ କୁ ସେ କେତେ ଯାଏ କଣ୍ଟିନ୍ୟୁ କରୁଛନ୍ତି। ଆଉ ଗୋଟେ ମାଇକ୍ରୋସ୍କୋପିକ ସୁପରଭିଜନ ମାନେ ଆମେ ଯୋଉଟା ମାନେ ତାଙ୍କର କ୍ଲୋଜଲି ଆମେ ନେଇପାରିବା କାଉନସିଲିଂ, କେତେ ମାତ୍ରାରେ ତାଙ୍କର ଡେଭଲପ ହେଇଛି, କେତେରେ ଇଣ୍ଟରେଷ୍ଟ ଅଛି। ଆଉ ଗୋଟେ ଏଇଟା ଆମେ କରିବା କଣ କରିବା ନା ମାଇକ୍ରୋ ଟିଚିଂ ସାଇକେଲ ର ଆମେ ଗୋଟେ ବଢିଆ ଡାଇଗ୍ରାମ ଟେ କରିକି ତାକୁ ମଧ୍ୟ ଡିସ୍କ୍ରାଇବ କରିପାରିବା। ଦେଖ ପ୍ରଥମେ ମାଇକ୍ରୋ ଟିଚିଂ ରେ କଣ ଅଛି ପ୍ଲାନିଂ, ତାପରେ ଟିଚିଂ 5 to 10 minutes, ତାପରେ ଡିସ୍କସନ ଆଣ୍ଡ ଫିଡବ୍ୟାକ୍, ଦେନ୍ ରିପ୍ଲାନ୍, ଦେନ୍ ରିଟିଚ୍ ଆଣ୍ଡ ଦେନ୍ ରିଫିଡବ୍ୟାକ୍। ଏଇ କେସ ରେ ଆମେ ପ୍ରଥମେ କଣ କରିବା ନା ପ୍ଲାନିଂ କରିବା, କଣ ଆମେ ପଢେଇବା, କୋଉ ବିଷୟରେ ଆମେ ପଢେଇବା, ସବଜେକ୍ଟ ମ୍ୟାଟର ଆମର କଣ ରହିବ। ଆମେ ସପୋଜ ଗୋଟେ ସବଜେକ୍ଟ ନେଲେ,
ଦେନ୍ ଆସିଲେ ଆମେ ସେଇ ସବଜେକ୍ଟ ବିଷୟରେ 5 to 10 minutes ର ପଢେଇଲେ। ଦେୟାର ଆର୍ ଡିଫରେଣ୍ଟ ଟାଇପ ଅଫ ଷ୍ଟୁଡେଣ୍ଟସ୍ ଇନ୍ ଏ କ୍ଲାସରୁମ୍। ସେଠି ବହୁତ ଟାଇପ ର ପିଲାମାନେ ଅଛନ୍ତି, ଡିସ୍କସନ କରିବା। ଆମର କଣ ସେଠି ଯଦି 60 ଜଣ ପିଲା ଥିବେ, ମେ ବି 30 ଜଣ ପିଲା ବୁଝିପାରିବେ, 30 ଜଣ ପିଲା ବୁଝି ନଥିବେ। ତ ଡିସ୍କସନ କଲେ ଆମେ ଫିଡବ୍ୟାକ ରେ କଣ ମିଳିଲା, ମ୍ୟାଡାମ 30 students ଆର୍ ଡନ୍ ଆଣ୍ଡ 30 students ଆର୍ ବ୍ୟାକ୍, କାହିଁକିନା ସେମାନଙ୍କୁ ଆସୁନି। ଦେନ୍ ଆମେ ଆଉ ଥରେ ରିପ୍ଲାନ୍ କରିବା, ଆଉ 30 ଜଣ ଯୋଉ ବଞ୍ଚି ଯାଇଗଲେ ସେମାନେ କେମିତି ପୁରା କମ୍ପ୍ଲିଟଲି ପାଠକୁ ଧରି ପାରିବେ, ୟା ଫିର ତାଙ୍କର ଡାଉଟ୍ସ ରହିବନି। ଆଫ୍ଟର ରିପ୍ଲାନ୍ ପୁଣି ଆଉ ଥରେ ରିଟିଚ୍, ଆଉ ଥରେ ସେଇ ପାଠକୁ ଆମେ କଣ କରିବା ନା 5 ରୁ 10 ମିନିଟ୍ ପୁଣି ପଢେଇବା ହେଲା। ରିଟିଚ୍ ପରେ ପୁଣି ଫିଡବ୍ୟାକ୍ ନବା ପିଲାମାନଙ୍କୁ। ମଷ୍ଟ 60 ଜଣ ପିଲାରୁ ଅଲରେଡି 30 students ଶିଖି ଯାଇଥିଲେ। 30 studentଙ୍କ ପାଇଁ ରିପ୍ଲାନ୍ ହେଇଥିଲା। ଅଲମୋଷ୍ଟ 25 to 29 students would be benefited। ସେମାନେ ବେନିଫିଟ ହେଇଥିବେ। ଆଣ୍ଡ ଫିଡବ୍ୟାକ୍ ପରେ ପୁଣି ଆଉଥରେ ପୁଣି ଆଉ ଯୋଉ ବଞ୍ଚିଗଲେ ପୁଣି ପ୍ଲାନିଂ କରିବା, ଗୋଟେ ପ୍ରୋସେସ ରେ ଚାଲିବ। ତ ଏଇଟାକୁ ପିଲାମାନେ, ଏଇଟାକୁ ଆମର ଇଏ କର, ଗୋଟେ ଭଲ ସେ ଏଇ ଡାଇଗ୍ରାମ ଟାକୁ ସମସ୍ତେ ସ୍କ୍ରିନଶଟ ନିଅ। यस ମ୍ୟାମ୍ मैम नहीं ଆପଣ हुआ। ଟିକେ ଇରେଜ୍ କରେଇ ଦିଅନ୍ତୁ। ଦେନ୍ ଆସିବା କଣ ରହିଛି, ୟୁନିଟ୍ 5, ମେ ବି ୟୁନିଟ୍ 4 ଏଇଠି ଏଣ୍ଡ ହେଲା। ୟୁନିଟ୍ 5 ର ଇଣ୍ଟ୍ରୋଡକ୍ସନ ଦେଇଦବା ଆଜି କଣ ରହିଛି। ଏଇଟାକୁ ଭଲସେ ଦେଖ। ଏଟାକୁ ଜାଣ। ତାପରେ ଆମର ରହିଛି ୟୁନିଟ୍ 5 ରେ କଣ ରହିଛି, ଲାଷ୍ଟ ୟୁନିଟ୍ ଆମର ନା ପ୍ଲାନିଂ ଫର ଟିଚିଂ ଫିଜିକାଲ ସାଇନ୍ସ। ସବୁ ଆମେ ଜାଣିଗଲେ କେମିତି ପଢିବା, ମାଇକ୍ରୋ ଟିଚିଂ କଣ, ଷ୍ଟୁଡେଣ୍ଟ ସେଣ୍ଟର, ଟିଚର ସେଣ୍ଟର, ଫିଜିକାଲ ସାଇନ୍ସ କଣ, ତାକୁ କେମିତି ପଢେଇବା। ଆଉ ଗୋଟେ ଲାଷ୍ଟ ଆମର ଲାଷ୍ଟ ୟୁନିଟ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ, ପ୍ଲାନିଂ ଫର ଟିଚିଂ ଫିଜିକାଲ ସାଇନ୍ସ। ପଢିବା ପାଇଁ କଣ କଣ ପ୍ଲାନ କରିବା, ଏଇଟା ରହିଛି ଆମର ୟୁନିଟ୍ 5 ରେ। ଆଜି ଷ୍ଟାର୍ଟ କରିବା ୟୁନିଟ୍ 5, ନା କିଏ ମିସ୍ ଅଛନ୍ତି? यस मैम स्टार्ट करो। ଓକେ। ହଁ, ଆମର ୟୁନିଟ୍ 5 ରେ ରହିଛି କୋଉଟା, ପ୍ଲାନିଂ ଫର ଟିଚିଂ ଫିଜିକାଲ ସାଇନ୍ସ। ଦେଖିବା ତାର କଣ ରହିଛି, ଇମ୍ପୋର୍ଟାନ୍ସ ଅଫ ପ୍ଲାନିଂ ଫର ଏ ଟିଚିଂ। ପ୍ରଥମେ ଆମର କଣ ରହିଛି ନା ଇମ୍ପୋର୍ଟାନ୍ସ ରହିଛି। ଇମ୍ପୋର୍ଟାନ୍ସ ଦେଖିବା କଣ ରହିଛି, ପ୍ଲାନିଂ ଇଜ ଏସେନ୍ସିଆଲ ଇନ ଏଭ୍ରି ଆକ୍ଟିଭିଟିଜ। ଏଠି ପ୍ଲାନିଂ ଆମେ ସମସ୍ତେ ଜାଣିଛନ୍ତି ପିଲାମାନେ, ଏଇଟା ଗୋଟେ ଆମେ ପ୍ରତ୍ୟେକ ଜିନିଷରେ ଯେକୌଣସି ଆମେ କାମ କରିବା, ଯେକୌଣସି ଆମେ ଗୋଟେ ଜିନିଷ ଏକ୍ସିକ୍ୟୁଟ କରିବା, ପ୍ଲାନ କରିବା, ତା ପାଇଁ ଆମକୁ ଦରକାର କଣ ନା ପ୍ଲାନ। କଣ ଆମେ ପ୍ଲାନ କରିବା, ସେମ ମଧ୍ୟ ଟିଚିଂ ଫିଜିକାଲ ସାଇନ୍ସ ରେ ମଧ୍ୟ, ଆମର ଫିଜିକାଲ ସାଇନ୍ସ ରେ ମଧ୍ୟ ପ୍ଲାନିଂ ରହିଛି। ନା ପ୍ଲାନିଂ ଇଜ ଏସେନ୍ସିଆଲ ଇନ ଏଭ୍ରି ଆକ୍ଟିଭିଟିଜ ବିଟ୍ ଇନ୍ ଏଜୁକେସନ, ଫାଇନାନ୍ସ, ଡେଲି ଆକ୍ଟିଭିଟିଜ, ଇଣ୍ଡଷ୍ଟ୍ରିଜ ଆଣ୍ଡ ଏଟସେଟ୍ରା। ୱିଦାଉଟ୍ ପ୍ଲାନିଂ ରେ ଆମେ କିଛି କରିପାରିବା? ସପୋଜ ଆମେ ଗୋଟେ ପିକନିକ ପ୍ଲାନ କରିବା, ହୁଁ, ଆମେ ଯଦି ପ୍ଲାନ ନ କରିବା ସମସ୍ତେ ଉଠିବା କଣ ପଳେଇବା? ନାଇଁ, ୱିଦାଉଟ୍ ପ୍ଲାନିଂ no one cannot find out how they are proceeding
And what is the destination planning is considered as the backbone of the institute. Okay, in every educational institution planning is necessary. ଆମେ ଯେମିତି ଆମର ନିଜ ଲାଇଫ ର କଥା କହୁଛନ୍ତି, ଆମେ ଆମର କାଲି ଗୋଟେ ପିକନିକ କରିବା କି ସେକେଣ୍ଡ ସଟରଡେ ଗୋଟେ ପିକନିକ କରିବା, ତ ଆମକୁ we have to plan about the ପିକନିକ, we have the discussions। ସେଥିପାଇଁ ସେ ଯେମିତି ରହିଛି ଆମର ନିଜ ଲାଇଫ ର କଥା, ଆଉ ଏଜୁକେଶନାଲ ଇନଷ୍ଟିଟ୍ୟୁସନରେ ମଧ୍ୟ ପ୍ଲାନିଂ ର ବହୁତ ବଡ ଜରୁରତ ରହିଛି, ଯୋଉଟା କି ୱିଦାଉଟ୍ ଏନି ପ୍ଲାନିଂ no one can ମାନେ reach the destinations। In every educational institution, planning is necessary। Done। The teacher has to plan above the following factors in education। Teacher, ଗୋଟେ teacher କଣ plan କରିବ? ଏଠି ଆମର following ଆମର factors ଅଛି, ଏଇଆକୁ ହିଁ ଗୋଟେ teacher plan କରିପାରିବ ଭଲ ରକମରେ। ଆମେ ଦେଖିବା କଣ plan ରହିଛି। Option A, the objectives to be achieved by teaching a particular method। ପ୍ଲାନିଂ ରେ କଣ ରହିଲା ନା the objective to be achieved by teaching। ଯେହେତୁ ଆମେ ଗୋଟେ ଅବଜେକ୍ଟ ପାଇବା ପାଇଁ, ଗୋଟେ achieve କରିବା ପାଇଁ କେମିତି particular method ରେ ଆମେ ଯଦି ପଢଉଛନ୍ତି ଆମେ ଜାଣିବା, ଏଟା ଗୋଟେ ପ୍ଲାନିଂ ର part 1। ତାପରେ ଆସିଲା the type of behavioral changes to be brought about in the student। ଆମେ କଣ କରିବା ନା ପ୍ରଥମେ ପ୍ଲାନ୍ କରିବା କେମିତି ତାର behavioral changes ରହିବ, behavioral change ଆଉ କଣ ଆଣିପାରିବା, स्टूडेंट भितर आमे किसी बिहेवियरल चेंजेस आनिबा, सेटा हमर भी गोटे नेक्स्ट प्लानिंग रहइबो। थर्ड प्लानिंग हमर कोन रहछि, द मेथड टू बी यूज्ड फॉर टीचिंग। बहुत सारा मेथड्स अछि, को मेथड आमे यूज करबा टीचिंग पय सेटा मस्ट। द टीचिंग एक्टिविटीज टू बी प्रोवाइडेड। हां, प्लानिंग रे हमको टीचिंग एक्टिविटीज मध्ये प्रोवाइड दिया जिवो करा जिवो। द लर्निंग एक्सपीरियंसेस that are to be provided। केतेटा हमर लर्निंग एक्सपीरियंस अछि, ए जिंस हमें कोन केमती कोठी करचंदी, लैबोरेटरी वर्क, टीचिंग मेथड, ताकू मध्ये हम एक्सप्रेस करिबा। आ गोटे अछि कोन द मटेरियल रिक्वायर्ड फॉर टीचिंग लर्निंग प्रोसेस। एटा मस्ट प्लानिंग रे टीचिंग लर्निंग मटेरियल, टीचिंग लर्निंग प्रोसेस पय कोन रहिछि मटेरियल, ताकू मध्ये हमें प्रोसेस करिबा। तापरे द एक्सपेरिमेंट्स टू बी डन। एक्सपेरिमेंट डन करिबा, जेहेतु हम एक्सपेरिमेंट स्टार्ट करथिबा, प्लानिंग रे हमें रखिले एक्सपेरिमेंट मध्ये डन हबो। देन आसिला द टूल टू बी एम्प्लॉयड, द टूल्स टू बी एम्प्लॉयड फॉर टीचिंग। हमको जेतिकी टूल दरकार सेतिकी टूल हमको एम्प्लॉय करा जिवो। देन आसिला बाय कीपिंग ऑल दिस फैक्टर इन माइंड। एतिकी जिंस हम माइंड रे रखिला परे द टीचर हैज टू प्लान एट 3 लेवल्स। आमे प्रथमे ए तीनिटा एतिकी जिंस रखिला परे प्लान आम माइंड रे, आफ्टर दैट टीचर हैज टू प्लान एट 3 लेवल्स। प्रथमे प्लान फॉर द होल ईयर, ईयरली प्लान फॉर द यूनिट्स, यूनिट प्लान फॉर ईच लेसन इज लेसन प्लान। एतिकी जिंस मुंडरे रखिला परे ऊपर फॉर द एबव फैक्टर्स ए टू एच, एतिकी फैक्टर माइंड रे रखिला परे गोटे टीचर आउ डायरेक्ट खाली करि परिबनी, ताको आउ थरे प्लान को फॉलो करिया पड़िबो तीनटा लेवल ले। गोटे लेवल होची प्लान फॉर द होल ईयर, पूरा होल ईयर पई ईयरली प्लान करिवो। आउ हमर प्लान फॉर द यूनिट्स माने यूनिट टेस्ट हैला या फिर मंथली हैला, ताकू मध्ये गोटे यूनिट प्लान करिवो। आउ गोटे हमर कोन हैला ना प्लान्स फॉर ईच लेसन, सेटा होची लेसन प्लान करिवो। एटा को समस्त भलसे आउ थरे रीड करो केतरा फैक्टर रहला। आमे जानिले ईयरली प्लान माने कोन, वर्षिकिया प्लान करिवा। In the beginning of the academic year, every teacher is allotted the student to be taught in that particular academic year. So the first thing that a teacher has to do after the allotment of the subject, plan how to teach that subject in the whole academic year. This planning of the year's work is known as year plan।
ଯେତେବେଳେ ଗୋଟେ ବିଗିନିଂ ଅଫ ଦ ଇୟର ଏକାଡେମିକ ସେସନ ଆମର ଷ୍ଟାର୍ଟ ହୁଏ, ଇୟରଲି ଏକ୍ଜାମ ସରିଯାଏ, ହଲିଡେଜ ଆସେ, ଦେନ୍ ରେଜଲ୍ଟ ଇଭାଲୁଏସନ ପରେ ଆମର କଣ ହୁଏ ନା ଗୋଟେ ଏଜୁକେସନ ଇୟର ଅଲଗା, ନ୍ୟୁ ଇୟର ଅଲଗା ଷ୍ଟାର୍ଟ ହୁଏ, ଏଜୁକେସନାଲ ଇୟର ଅଲଗା ଷ୍ଟାର୍ଟ ହୁଏ। ଏଜୁକେସନାଲ ଇୟର ଯେତେବେଳେ ଏକାଡେମିକ ଇୟର ଷ୍ଟାର୍ଟ ହୁଏ, ଏଭ୍ରି ଟିଚର ଇଜ ଆଲଟେଡ, ଗୋଟେ ଗୋଟେ ଟିଚର ଆଲର୍ଟ ହୁଅନ୍ତି ଟୁ ଦ ରେସ୍ପେକ୍ଟିଭ ସବଜେକ୍ଟ। ମ୍ୟାଥ ଟିଚର ମ୍ୟାଥ କୁ, ସାଇନ୍ସ ଟିଚର ସାଇନ୍ସ କୁ, ସେମାନେ ମାନେ ଟୁ ବି ଟଟ୍ ଇନ୍ ଦ୍ୟାଟ୍ ପର୍ଟିକୁଲାର ଏକାଡେମିକ ଇୟର। ଏଇ ବର୍ଷ ଏଇ ସାର୍ ମ୍ୟାଥ ହିଁ ପଢେଇବେ, ତ ସେଟା ଆମର ଆଲର୍ଟ ହେଇଯାଏ। ସୋ ଦ ଫାର୍ଷ୍ଟ ଥିଙ୍ଗ ଦ୍ୟାଟ୍ ଏ ଟିଚର ଯେତେବେଳେ ଆଲର୍ଟ ହେଇଗଲା, ତ ଟିଚର ପ୍ରଥମ କାମ ହଉଛି ନା କଣ, ଯୋଉ ସବଜେକ୍ଟ ସେ ତାର ରେସ୍ପେକ୍ଟିଭ ସବଜେକ୍ଟ ନେଇଥିବେ, ପ୍ଲାନ୍ କରିବେ ହାଉ ଟୁ ଟିଚ୍, କେମିତି ପଢେଇବେ ଦ୍ୟାଟ୍ ସବଜେକ୍ଟ ଇନ୍ ଦ ହୋଲ ଏକାଡେମିକ। ସପୋଜ ଆମର ମ୍ୟାଥରେ 20 ଚାପ୍ଟର୍ସ ଅଛି, ହୋଲ ଇୟରରେ 20 ଚାପ୍ଟର କେମିତି କଭର ଅପ୍ କରିବେ, ସେ ଟିଚର, ଯୋଉ ଟିଚର ଆଲର୍ଟେଡ ହେଇଥିବେ ସେ ଟିଚର ପ୍ଲାନ୍ କରିବେ, ହେଲା। ଦେନ୍ ଆସିଲା ଆମର କଣ ନା ସେଇ ଯୋଉ ପ୍ଲାନିଂ, ଦିସ୍ ପ୍ଲାନିଂ ଅଫ ଦିସ୍ ଇୟର୍ସ ୱାର୍କ ଇଜ ନୋନ୍ ଆସ୍ ଇୟର ପ୍ଲାନ୍। ସେ ଯୋଉ ପ୍ଲାନିଂ କରିବେ, କେମିତି ପଢେଇବେ, କଣ ପଢେଇବେ, ସେ ପ୍ରୋସେସକୁ ଆମେ କହିପାରିବା ଇୟର ପ୍ଲାନ୍। As a science teacher should plan for a year, first he should break the whole subject matter. ଯଦି ଗୋଟେ ସାଇନ୍ସ ଟିଚର ଆମେ ଏକ୍ସାମ୍ପଲ ନବା, ସେ କଣ କରିବେ ନା ପ୍ରଥମେ ସେମାନେ ବ୍ରେକ୍ କରିବେ ଦ ହୋଲ ସବଜେକ୍ଟ ମ୍ୟାଟର ଇନଟୁ ଦ ସ୍ମଲ ସେଟ୍ ଅଫ ରିଲେଟେଡ ଫ୍ୟାକ୍ଟସ। 12ଟା ସବଜେକ୍ଟ ଅଛି या फिर 20ଟା ସବଜେକ୍ଟ, ସେ ପାର୍ଟ ପାର୍ଟ କରିବେ। ନାଇଁ, ହାପିଲି ପୂର୍ବରୁ 6ଟା ସବଜେକ୍ଟ, 6ଟା ଚାପ୍ଟର ଆମର ଦରକାର ହେଲା। ତାପରେ ଆମର ହାପିଲି ପରେ ଆଉ 2ଟା ପଢେଇ ଦେବେ, ତାପରେ ଆଉ 2ଟା ସବଜେକ୍ଟ ଚାପ୍ଟର ସରିଲେ ଆମର ଆନୁଆଲ ଏକ୍ଜାମ ହବ, ତ ସେ ଫାର୍ଷ୍ଟ ବ୍ରେକ୍ ଡାଉନ୍ କରିବ ଧୀରେ 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 ଧୀରେ। ଦିସ୍ ରିଲେଟେଡ ଦ ଫ୍ୟାକ୍ଟ ଆର୍ ଟୁ ବି ଆରେଞ୍ଜ ଅନ୍ ଦ ବେସିସ୍ ଅଫ ସାଇକୋଲୋଜିକାଲ ଲଜିକାଲ ଲଜ ଅଫ ଲର୍ଣ୍ଣିଂ। ହଁ, ସେ ତାଙ୍କର ଟିଚର ଏଟାକୁ ବେସ୍ କରିକି ସାଇକୋଲୋଜିକାଲ ବେସ୍ ରେ କରିବେ କିମ୍ବା ଲଜିକାଲ ୱେ ରେ ପଢେଇବେ, according to their mindset teachers। ତାପରେ ଆସିଲା କଣ ନା ଲେସନ should be starts from the simple to complex method। ଆମେ ଜାଣିଛନ୍ତି ଲାଷ୍ଟ ୟୁନିଟ ରେ ପଢିଥିଲେ simple to complex, known to unknown, abstract to concrete। ସେଇ ପାର୍ଟ ପୁଣି ଆସିଲା ନା କେମିତି ସେମାନେ ପ୍ରଥମେ ଆଗେ କଣ, ତମେ ଧର ଜଣେ 5 ରୁ 6 କ୍ଲାସ କୁ ଗଲା, ସେ କଣ ସାଙ୍ଗେ ସାଙ୍ଗେ 5 କ୍ଲାସ ରେ ପଢିଥିବ 10 ଟେବୁଲ ଯାଏ, ଆଉ 6 କ୍ଲାସ ରେ କଣ 25 ଟେବୁଲ ପଢିବ? ନାଇଁ, 11 12 ଧୀରେ ଧୀରେ 13 14 15, ତ ସିମ୍ପଲ ରୁ କମ୍ପ୍ଲେକ୍ସ ହୁଏ। ତାପରେ ଆସିଲା ଟପିକ ସୁଡ୍ ବି କଭର ୱିଦିନ୍ ଦ ଲିମିଟେଡ ଡ୍ୟୁରେସନ। ଯେତେବେଳେ ଗୋଟେ ଟିଚର ପାଖରେ ଟାଇମ ଥାଏ 12 ମନ୍ଥରେ ଏତିକି, ସବୁଦିନ ତ ଆମର 12 ମାସ ଯାକ ପାଠ ପଢା ହଉନି, ସବୁଦିନ ତ 365 ଡେ ଆମର ଷ୍ଟଡି ଡେ ନୁହେଁ, କୋଉଦିନ ସ୍ପୋର୍ଟସ ଡେ, କୋଉଦିନ ଆନୁଆଲ ଡେ, କୋଉଦିନ ଲୋକାଲ ହଲିଡେ, କୋଉଦିନ ଗଭର୍ଣମେଣ୍ଟ ହଲିଡେ, ତ ଏମିତି ଯେତିକି ଦିନ ତାଙ୍କୁ ଡ୍ୟୁରେସନ ଦିଆଯାଇଥିବ, ୱିଦିନ୍ ଦିସ୍ ଟାଇମ ସେମାନଙ୍କୁ ସାରିବାକୁ ପଡିବ ସିଲାବସ ଗୋଟେ ଟିଚରକୁ। ତ ସେଇଟା ଆମେ କୋଉଟା ପ୍ଲାନିଂ ରେ ସେ ତାର ପ୍ଲାନ୍ କରିବ କୋଉଟାକୁ କେମିତି ସାରିବ। ଅଲ୍ ଦ ସବଜେକ୍ଟ ଟିଚର ସୁଡ୍ ଗେଟ୍ ଟୁଗେଦର ଆଣ୍ଡ ପ୍ରିପେୟାର ଏ ଇୟର ପ୍ଲାନ୍ ଇନ୍ ଏ ୟୁନିଫର୍ମ ମ୍ୟାନର। ସବୁ ଅଲ୍ ଦ ସବଜେକ୍ଟ ଟିଚର, ମ୍ୟାଥ ଟିଚର, ସାଇନ୍ସ ଟିଚର, ଏମଆଇଏଲ ଟିଚର, ଇଂଲିଶ ଟିଚର ସୁଡ୍ ଗେଟ୍ ଟୁଗେଦର, ସେମାନେ ନିଜେ ନିଜେ ଗେଟ୍ ଟୁଗେଦର ହେଇକି ପର୍ଟିକୁଲାର ଥାଏ, ଯେତେବେଳେ ମାନେ ଆମର ସ୍କୁଲରେ ଭ୍ୟାକେସନ ଚାଲିଥାଏ, ସେତେବେଳେ ଟିଚର ମାନେ ଯାଆନ୍ତି ସ୍କୁଲ କଣ ପାଇଁ ନା ପ୍ଲାନ୍, ଇୟରଲି ପ୍ଲାନ୍ ବନେଇବା ପାଇଁ। ତାଙ୍କର କିଛିଟା ଅଫିସିଆଲ କାମ ଥାଏ, ତ ସେମାନେ ପ୍ରିପେୟାର କରନ୍ତି ଗୋଟେ ଇୟର ପ୍ଲାନ୍ କୁ ଇନ୍ ଏ ୟୁନିଫର୍ମ ମ୍ୟାନର, ସେମ୍ ମ୍ୟାନରରେ ତ କୋଅର୍ଡିନେଟ କରନ୍ତି ସେମାନେ। ତମେ ମାନେ କେମିତି କରୁଛ, ଗୋଟେ ଟିଚର ଆଉ ଗୋଟେ ଟିଚର ଠାରୁ ସଜେସନ ଆଣେ, ତ ଭାଇ ତମେ କେମିତି ପ୍ଲାନ୍ କଲ, ତମର ଇୟରଲି ପ୍ଲାନ୍ କଣ ଅଛି, ତ ଏମିତି ସେମାନେ କୋଅର୍ଡିନେଟ କରିକି ନିଜ ନିଜ ଭିତରେ ଗେଟ୍ ଟୁଗେଦର କରିକି ପ୍ଲାନ୍ କରନ୍ତି। ତାପରେ ଆସିଲା ହ୍ୱାଇଲ ପ୍ଲାନିଂ, ଯେତେବେଳେ ସେମାନେ ପ୍ଲାନିଂ କରିଥାନ୍ତି ଫର ଦ ହୋଲ ଇୟର, ଦ ଟିଚର ହାଜ ଟୁ ଟେକେନ୍ ଇନ୍ ଦ କନସିଡର ଦ ଫଲୋଇଂ ଫ୍ୟାକ୍ଟର୍ସ। ଯେତେବେଳେ ସେମାନେ ପ୍ଲାନିଂ କରନ୍ତି ଏଇ ଫ୍ୟାକ୍ଟର କୁ କନସିଡର କରିବେ। କୋଉଟା ଦେଖିବା କଣ କଣ ଫ୍ୟାକ୍ଟର ରହିଛି ଆମର। ୟୁନିଟ୍ସ ଟୁ ବି ଟଟ୍ ଇନ୍ ଦ ସବଜେକ୍ଟ, ୟୁନିଟ୍ସ ଟୁ ବି ଟଟ୍ ଇନ୍ ଦ ସବଜେକ୍ଟ, ଯେତିକି ୟୁନିଟ୍ ଥିବ ସବଜେକ୍ଟରେ ସବୁ ୟୁନିଟ୍ କଭର ହବ। ସପୋଜ ଆମର ଫାର୍ଷ୍ଟ ଆମର ଗୋଟେ ସବଜେକ୍ଟରେ 5ଟା ୟୁନିଟ୍ ଅଛି, या फिर ଗୋଟେ ଆମର ଫିଜିକାଲ ସାଇନ୍ସ ପଢିଲେ 5ଟା ୟୁନିଟ୍ ଅଛି, ତ ସବୁ ୟୁନିଟ୍ ନା କି ଖାଲି ତମେ ମାନେ ପ୍ଲାନ୍ କରିଦେଲ ଏଇ ୟୁନିଟ୍ ଟା 1ଟା ଇମ୍ପୋର୍ଟାଣ୍ଟ 3ଟା ଇମ୍ପୋର୍ଟାଣ୍ଟ ଆଉ 2ଟା ଛାଡିଦବା, ନାଇଁ। ୟୁନିଟ୍ ଟୁ ବି ଟଟ୍ ଇନ୍ ଦ ସବଜେକ୍ଟ, ସବୁ ୟୁନିଟ୍ ପଢିବା। ଅବଜେକ୍ଟିଭ ଟୁ ବି realized through the various units, objective ବି ସବୁ କରିପାରିବା। ଟୋଟାଲ ନମ୍ବର ଆମର ନମ୍ବର 3 ରେ ଅଛି କଣ, ଟୋଟାଲ ନମ୍ବର ଅଫ ପିରିୟड available in a academic year।
केतेटा पीरियड हमर अवेलेबल अछि, नंबर ऑफ पीरियड फॉर द टीचर, नंबर ऑफ पीरियड फॉर द टेस्टिंग। खाली तो हमर पढ़ेबार पीरियड न थाए, हमर टेस्ट पीरियड भी थाए, यूनिट टेस्ट, मंथली टेस्ट से पीरियड भी थाए, हाफ इयरली इयरली से भी थाए। तो सेति पई हमर जेतेबेले से माने प्लानिंग करंती एई तीनटा फैक्टर को से माने आखिरे आगरे रखी करंती। यूनिट टू बी टॉट सब यूनिट पढ़ेइबे, ऑब्जेक्टिव सब यूनिट रो रियलाइज करेइबे, आउ टोटल नंबर ऑफ पीरियड अवेलेबल इन एकेडमिक ईयर, गोटे नंबर ऑफ पीरियड रहिबो टीचिंग रो, आउ गोटे नंबर ऑफ पीरियड आगे टेस्टिंग रो। देन आसला यूनिट प्लान, एटा हमें नेक्स्ट क्लास रे पढ़िबा। ईयरली प्लान समस्त बुझी पारलो? Yes, ma'am. ଆଜ୍ଞା ମ୍ୟାମ୍। Yes, ma'am. Yes, ma'am. ओके डन। यूनिट प्लान यूनिट 5 रे हमर ओनली प्लानिंग रहिछि, आमे तार आउ कोन रहिछि सब नेक्स्ट क्लास रे देखिबा। आज ईयरली प्लान समस्त पढ़िलो, एई फैक्टर गुडा प्रथमे गोटे टीचर देखिबो, तापर तीनटा लेवल ले करिवो, से तीनटा लेवल में एटा लॉन्ग क्वेश्चन आसीबो हला। प्लानिंग रे इंपोर्टेंस ऑफ प्लानिंग ऑफ टीचर रे कोन ना पूरा भलो से लिखिबो, ईयरली प्लान कोन, यूनिट प्लान कोन, लेसन प्लान कोन, पूरा ताको डिस्क्राइब करिकि एग्जांपल देकी पॉइंट आउट करिकि समस्त भलो लिखिबो, भलो हबो। ओके, तो आज क्लास एइठी रखिबा, पुणी नेक्स्ट रे आमे पढ़िबा यूनिट प्लान। एनी डाउट्स? No, नो मैम। No, ma'am. समस्तଙ୍କୁ बाय, गुड नाइट। पुणी आउ गोटे गुड आमे नाइट देखा मैम। हबो नेक्स्ट क्लास रे। Thank you, ma'am. Good night. वेलकम। थैंक यू थैंक यू मैम। ठीक अछि, चलो बाय, समस्तଙ୍କୁ धन्यवाद। हाँ। थैंक यू मैम।